ओम ज्ञानतिमिरन्दस्य ज्ञानाञ्जनशलाकया चक्षुरुन्मिलितं येन तस्मै श्रीगुरवे नमः। नामश्रेष्ठं मधुमपि शशिपुत्रमन्त्रस्वरूपं रूपं तस्याग्रजं पुरीं कष्टवासिनी राधाकुन्दं गिरिवरमहो राधिका माधवासं तत्त्वस्य प्रथितं कृपया श्रीगुरुं शरणतोऽस्मि। वंशाकल्पतरुभ्यश्च कृपासिन्धुभ्येव च पतितानां पावनेभ्यो वैष्णवेभ्यो नमो नमः। नानाशास्त्र विचारणैक निपुणौ सद्धर्म संस्थापकौ लोकानां हितकारिणौ त्रिभुवनमन्यो शरण्यागरौ राधा कृष्ण पदारविन्द भजनानन्देन मत्तालिकौ वन्दे सनातनौ रघुजुगौ श्रीजीव गोपालकौ श्रीचैतन्य मनोभीष्टं स्थापितं येन भूतले स्वयं रूप पदान्यहं ददाति स्वपदान्तिकम् आगामिलम्बितभुजौ कनकावदातौ सङ्कीर्तनैकपितरौ कमलायताक्षौ विश्वम्भरौ दिगवरौ जुगधर्मपालौ वन्दे जगत्प्रियकरौ करुणावतारौ आगम निगमसारौ सृष्टिसंहारकारो वैष्णवकिशोरौ नित्यवृन्दावनस्थौ समन्वय विनाशौ पापिनिष्ठारौ भज भज तुमनरि चान्दिका कृष्णचन्द्रौ जगदानन्दकरुणाय प्रणताय हराय च रक्षाय जगन्नाथाय नमः। नमस्ते नरसिंहाय प्रभाकर भागवताय हिरण्यकशिपु वक्षस्थलाय तमाश्री देवं करुणानिधाय तमार श्वेतावतार अपार संसार समुद्र शेषं भजामहे भागवत स्वरूपम् वृंदावे तुलसी जटे प्रियाय केशवस्य च पुष्पं भक्ति पददेवी सत्यवत्यै नमो नमः नारायण नमस्कृत्य नरं चैव नरोत्तमं देवीं सरस्वतीं व्यासं ततो जयमुदीरये जय श्री कृष्ण चैतन्य प्रभु नित्यानंद श्री अद्वैत गदाधर शिवासादि गौर भक्त वृंद हरे कृष्ण 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 हरे 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 राम 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 हरे हरे सर्वात्ममध्ये विष्णुपाद पद्म निस्वार्थ विष्णु विष्णुपाद सतत श्रीमद भक्ति वैभव पूरी गोस्वामी महाराज अशोक है चरण कमल अनंत वार दंड प्रणति पूर्वक दंडीय कृपा कामना करी गुरु भ्राता वृंद वैष्णव वृंद सज्जन मंदिर मातृ मंदिर रामचंद्र चल कौन शांत बस हरे कृष्ण देवगण दानवगण उभय गोटे पिताଙ୍କର ପୁତ୍ର କଶ୍ୟପ ପ୍ରଜାପତିଙ୍କର ପୁତ୍ର କିନ୍ତୁ ଚିରକାଳ ଦୁହେଁ ଶତ୍ରୁ ଯେତେବେଳେ ଦେବଦାନବ ଯୁଦ୍ଧ ଅନୁଷ୍ଠିତ ହୁଏ ଯଦି ଦେବତା ମାନେ ଆବଶ୍ୟକ କରନ୍ତି ତେବେ ବିଷ୍ଣୁ ସେମାନଙ୍କୁ ସାହାଯ୍ୟ କରି ବିଜୟ କରାନ୍ତି ଏହିପରି ଭାବରେ ଦେବଗଣ ଜୟଲାଭ କରନ୍ତି ବିଷ୍ଣୁଙ୍କର ସାହାଯ୍ୟ ନେଇ କିନ୍ତୁ ପରୀକ୍ଷିତ ମହାରାଜ ପ୍ରଶ୍ନ କଲେ ଭଗବାନ କାହିଁକି ସବୁବେଳେ ଦେବତା ମାନଙ୍କୁ ସାହାଯ୍ୟ କରନ୍ତି ଏହା ତାଙ୍କର ପକ୍ଷପାତ ହେଉଛି ତାଙ୍କର ପକ୍ଷପାତ ହେଉଛି ଦେବ ଦାନବ ଉଭୟ
ଜଗତରେ ସମସ୍ତେ ତାଙ୍କର ସନ୍ତାନ, ତେଣୁ ସେ କାହିଁକି ପକ୍ଷପାତ କରନ୍ତି? ସେ ତ ନିରପେକ୍ଷ ରହିବା କଥା। ତାପରେ ଦେବଗଣଙ୍କୁ ସମର୍ଥନ କଲେ ତାଙ୍କର କିଛି ଲାଭ ନାହିଁ, କି ଦେବ ଦାନବଙ୍କୁ ବିରୋଧ କଲେ ଏ ତାଙ୍କର କିଛି କ୍ଷତି ନାହିଁ। ସେ ଲାଭ କ୍ଷତିରେ ଉର୍ଦ୍ଧ୍ୱରେ। ଭଗବାନ ସମସ୍ତଙ୍କ ପ୍ରତି ସମ ସୁହୃଦ, ନିରପେକ୍ଷ। ଗୀତାରେ କହୁଛନ୍ତି ସମଭଂ ସର୍ବଭୂତ ସର୍ବଭୂତେଷୁ ନମେ ଦେଶ ସ୍ଥିନ ପ୍ରିୟ। ମୁଁ ସର୍ବଭୂତରେ ସମାନ, ମୋର ପ୍ରିୟ କିଏ ନାହିଁ କି ଅପ୍ରିୟ କିଏ ନାହିଁ, ପ୍ରିୟ ଅପ୍ରିୟ ମୋର କିଏ ନାହିଁ। ହେଲେ ଏଇଠି ପଚାରୁଛନ୍ତି ଯେ ଯଦି ସିଏ ସମ, କାହିଁକି ବୈଷମ୍ୟ ହେଲା ବ୍ୟବହାର? ଯଦି ପ୍ରିୟ ସମସ୍ତଙ୍କର, କାହିଁକି ଅପ୍ରିୟ କାମ କଲେ? ଯଦି ସୁହୃଦ, କାହିଁକି ଅସୌହାର୍ଦ୍ୟ କାମ କଲେ? ସେ ସମସ୍ତଙ୍କର ସମ, ପ୍ରିୟ, ସୁହୃଦ ତିନିଟା ସଂଜ୍ଞା ଭଗବାନଙ୍କର, ସମସ୍ତଙ୍କ ପ୍ରତି ସମାନ, କିନ୍ତୁ ଏଠି ବୈଷମ୍ୟ ହେଲା। ସମସ୍ତଙ୍କର ପ୍ରିୟ କିନ୍ତୁ ଅପ୍ରିୟ କାମ କଲେ, ଜଣକୁ ସମର୍ଥନ କରିକି ସବୁବେଳେ। ଯଦି ସୁହୃଦ ସମସ୍ତଙ୍କର, ତାହେଲେ ଇଏ ଅସୌହାର୍ଦ୍ୟ କାମ କଲେ, କାହିଁକି ଏପରି ହେଲା? ପକ୍ଷପାତ କିଏ କରେ? ଆମେ ପକ୍ଷପାତ କରୁ, କାହିଁକି? ଆମକୁ ଲାଭ ଦରକାର। ଆମେ ତ୍ରିଗୁଣକୁ ଆଶ୍ରୟ କରିକି ରହିଛୁ। ଯେଉଁମାନେ ଗୁଣକୁ ଆଶ୍ରୟ କରି ରହନ୍ତି ଜଗତରେ, ସେମାନେ ଦିଟା ନୀତିରେ ସବୁବେଳେ ଚଳନ୍ତି, ଭଲ ମନ୍ଦ, ସୁଖ ଦୁଃଖ, ନ୍ୟାୟ ଅନ୍ୟାୟ, ଧର୍ମ ଅଧର୍ମ, ସତ ମିଛ, ଏଇଭଳିରେ ଚଳନ୍ତି। ତେଣୁ ତାଙ୍କୁ ପକ୍ଷପାତ, ବିରୋଧ, ଏଇଟା ଦ୍ୱୈତ ପ୍ରପଞ୍ଚ, ଦି ଲଗୁଡିଆ କଥା ଏ ସଂସାରରେ ଅଛି। ତେଣୁ ଆମକୁ ପକ୍ଷପାତ ଦରକାର। ଭଗବାନ ଗୁଣାତୀତ, ଇନ୍ଦ୍ରିୟାତୀତ, ଭୂତାତୀତ, ସେ ନିରପେକ୍ଷ ସବୁବେଳେ, ତାଙ୍କର କିଛି ପାଇବାକୁ ନାହିଁ, ହରେଇବାକୁ ନାହିଁ। ସେ ନିରପେକ୍ଷ ବୋଲି କହୁଛନ୍ତି, କହିକିରି ମଧ୍ୟ ନିରପେକ୍ଷ ହଉନାହାନ୍ତି। ତେଣୁ ଏଇଟା କାହିଁକି ଏପରି ହେଇଛି? ସେ ସମସ୍ତଙ୍କ ପ୍ରତି ସମାନ, ହେଲେ ବି ଅସମାନ କାମ କରୁଛନ୍ତି, କାହିଁକି ପକ୍ଷପାତ କରୁଛନ୍ତି? এইটা মতে চিন্তা ଲାଗୁଛି। ପରୀକ୍ଷିତ ମହାରାଜ ପଚାରିବାରୁ ସୁଖଦେବ କହିଲେ, ଏ ଜଗତ ତ୍ରିଗୁଣମୟ, ସତ୍ୟ ରଜ ତମ, ଏ ତିନିଟା ଯାକ ଗୁଣ କେବେ ହେଲେ ଏକ ସଙ୍ଗରେ ବଢେନି, ଏକ ସଙ୍ଗରେ କମେନି। ଯେତେବେଳେ ସତ୍ୱଗୁଣ ବଢେ ସେତେବେଳେ ଦେବତାଙ୍କର ବଳ ବୃଦ୍ଧି ପାଏ, ଯେତେବେଳେ ରଜଗୁଣ ବଢେ ସେତେବେଳେ ଦୈତ୍ୟ ଦାନବଙ୍କର ବଳ ବୃଦ୍ଧି ପାଏ, ଯେତେବେଳେ ତମ ଗୁଣ ବଢେ ଯକ୍ଷ ରାକ୍ଷସଙ୍କର ବଳ ବୃଦ୍ଧି ପାଏ। ଯେତେବେଳେ ଯୋଉ ଗୁଣଟା ବଢେ ଭଗବାନ ସେ ଗୁଣକୁ ଆଶ୍ରୟ କରି ତାଙ୍କ ଭିତରେ ରହି ତାଙ୍କୁ ବଳବାନ କରାନ୍ତି। ତେଣୁ ଯେତେବେଳେ ଯୋଉଟା ବୃଦ୍ଧି ହୁଏ ସେତେବେଳେ ତାଙ୍କର ବଳ ବଢେ, ଏଥିରେ କାହାର ହାତ ନାହିଁ। ଏସବୁ ପ୍ରକୃତିର ଗୁଣ, ଇଏ ଭଗବାନଙ୍କର କଥା ନାହିଁ। ତେଣୁ ଭଗବାନ ପକ୍ଷପାତ କଲା ପରେ ବାସ୍ତବରେ ବାହାରକୁ ଜଣା ପଡିଲେ ବି ସେ ପକ୍ଷପାତ କରନ୍ତି ନାହିଁ। ଏପରିକି ଅସୁର ମାନଙ୍କୁ ମାରିବା ସମୟରେ ମଧ୍ୟ ନିରପେକ୍ଷ, କାହିଁକି? ତାଙ୍କୁ ଯଦି ମାରନ୍ତି ତାଙ୍କ ପଦ ଦିଅନ୍ତି, ତେଣୁ ପକ୍ଷପାତ କରିଥିଲା, ତାଙ୍କୁ ତ ଉଦ୍ଧାର କରନ୍ତି ମାରିଲେ। ତେଣୁ ପକ୍ଷପାତ ବାସ୍ତବରେ ହେଇନାହିଁ। ଏଇପରି ଗୋଟିଏ ପ୍ରଶ୍ନ ତୁମର ପିତାମହ ଯୁଧିଷ୍ଠିର ମହାରାଜ ରାଜସ୍ୱ ଯଜ୍ଞରେ ନାରଦ ମୁନିଙ୍କୁ ପଚାରିଥିଲେ। ସେ ଯେତେବେଳେ ରାଜସ୍ୱ ଯଜ୍ଞ କରୁଥିଲେ ଯୁଧିଷ୍ଠିର ମହାରାଜ, ସେ ବ୍ରହ୍ମାଣ୍ଡର ସମସ୍ତଙ୍କୁ ଆମନ୍ତ୍ରଣ କରିଥିଲେ। ସେ ସଭାରେ ଅଗ୍ରପୂଜା କିଏ ପାଇବ, ନେତା କିଏ ହବ, ସଭାପତି ପଦ କିଏ ଅଳଙ୍କୃତ କରିବେ ପାଇଁ ତର୍ଜମା ଲାଗିଲା, କିଏ କାହା କଥା କହିଲେ, କିନ୍ତୁ ସବୁ ପ୍ରସ୍ତାବ ଯାକ ସର୍ବସମ୍ମତି କ୍ରମେ ଗୃହୀତ ହେଲା ନାହିଁ।
ତେଣୁ କନିଷ୍ଠ ପାଣ୍ଡବ ସହଦେବ ଠିଆ ହେଇକି କହିଲେ ଅଗ୍ରପୂଜା ପାଇବାକୁ କୃଷ୍ଣ ହକଦାର, ଯେହେତୁ ସେ ସମସ୍ତଙ୍କର ମାଲିକ ପ୍ରଭୁ। ସମସ୍ତେ ସମର୍ଥନ କଲେ, ସମସ୍ତେ ହାତ ଟେକିଲେ, ହଁ କୃଷ୍ଣ ହିଁ ଅଗ୍ରପୂଜା ପାଇବେ। କିନ୍ତୁ ବିରୋଧ କଲା ଜଣେ, ଦମଘୋଷ ପୁତ୍ର ଚେଦିରାଜ ଶିଶୁପାଳ। ସେ ନାନା ପ୍ରକାର କଟୁ କଥା କହି କୃଷ୍ଣଙ୍କୁ ଭର୍ତ୍ସନା କରି ଇଏ ଅଗ୍ରପୂଜାର ଅଯୋଗ୍ୟ ବୋଲି କହିଲେ। ଏ ପ୍ରକାର ନିନ୍ଦା କରିବା ଫଳରେ ଭଗବାନଙ୍କର ସୁଦର୍ଶନ ଚକ୍ର ଯାଇ ଶିଶୁପାଳର ମୁଣ୍ଡ କାଟିଲା। ସୁଦର୍ଶନ ଦ୍ୱାରା ନିହତ ହେବାରୁ ଶିଶୁପାଳର ଆତ୍ମା କୃଷ୍ଣଙ୍କର ଚରଣରେ ପ୍ରବେଶ କଲା। ଏ କଥା ଦେଖି ଯୁଧିଷ୍ଠିର ମହାଦେବଙ୍କର ଭାରି ଆଶ୍ଚର୍ଯ୍ୟ ହେଲା, ବିସ୍ମୟ ହେଲେ। ଆରେ ଏମିତି କଣ ଘଟଣା ଘଟିଲା, ବିପରୀତ କଥା, ଏଇଟା କିଏ ସମାଧାନ କରିବେ? ନାରଦ ମୁନିଙ୍କୁ ପଚାରିଲେ, କହିଲେ ହେ ମୁନି, ଏ ଶିଶୁପାଳ ଦାନ୍ତ ଉଠିବା ଦିନଠୁ କୃଷ୍ଣଙ୍କୁ ଗାଳି କରି ଆସୁଛି। ଦାନ୍ତ ଉଠିବା ଦିନଠୁ କୃଷ୍ଣଙ୍କୁ ଗାଳି କରି ଆସୁଛି। ଆଉ ଇଏ ଏପରି କଟୁବାକ୍ୟ କହି ନକରେ ଗଲାଣି କି ତା ଜିହ୍ବାକୁ କୁଷ୍ଠ ବ୍ୟାଧି ହେଲାଣି, ଓଲଟି ତାଙ୍କ ଦେହରେ ପ୍ରବେଶ କଲା। ଏ ଗୋଟେ ଆଶ୍ଚର୍ଯ୍ୟ କଥା। ଆମେ ଜାଣିଛୁ ବେଣ ବୋଲି ଜଣେ ରାଜା ଥିଲେ, ମହାନାସ୍ତିକ ବିଷ୍ଣୁ ଦ୍ରୋହୀ, ମୁନି ଋଷି ମାନେ ତାଙ୍କୁ ନର୍କରେ ପକେଇଥିଲେ। ଏ ନର୍କରେ ପକେଇବା କଥା, ଓଲଟି ତାଙ୍କୁ ପାଇଲା, ତାଙ୍କୁ ଗାଳି କରି। ଏ ମନ ମୋର ଅସ୍ଥିର ହଉଛି, କଣ ଆର ସମାଧାନ? ଆପଣ ହିଁ ଏ ସଭାରେ କହିବାକୁ ଯୋଗ୍ୟ, କୁହନ୍ତୁ। ନାରଦ ମୁନି କହିଲେ, ଏ ଶିଶୁପାଳ କିଏ ଜାଣିଛ? ଏ ଶିଶୁପାଳ ତାଙ୍କର ଦ୍ୱାରପାଳ। ଦ୍ୱାରପାଳ ତାଙ୍କର ପାର୍ଷଦ। ସିଏ ଗାଳି କଲେ ମଧ୍ୟ ସବୁବେଳେ କୃଷ୍ଣଙ୍କ ଆଡକୁ ତାର ମନ ସବୁବେଳେ ରହେ। ତସ୍ମାତ୍ କେନ ଆପି ଉପାୟେନ ମନଃ ତୃଷ୍ଟି ନିବସୟେତ୍। ଜୀବର କର୍ତ୍ତବ୍ୟ ହଉଛି କୌଣସି ଉପାୟରେ ମଧ୍ୟ କୃଷ୍ଣଙ୍କ ଠାରେ ମନ ନିବେଶ କରିବାକୁ ହବ। ହୁଏତ ଭଲରେ ହଉ କି ମନ୍ଦରେ ହଉ, ଭଲରେ ହେଲେ ଭଲ କଥା, ମନ୍ଦରେ ବି ହେଲେ ଭଲ କଥା, କିନ୍ତୁ ଭଲ କରି ଭଲ ନାହିଁ, କିନ୍ତୁ କିଛି ନହେଲେ ଗଲା। ଅର୍ଥାତ୍ ବନ୍ଧୁ ଭାବାପନ୍ନ ବା ଭକ୍ତ ହେଇକିରି ତାଙ୍କ ଆଡେ ଚିନ୍ତା କର, କିମ୍ବା ଶତ୍ରୁ ଭାବରେ ମଧ୍ୟ ଚିନ୍ତା କର, ଉପକାର ଅଛି। କାମାତ୍ ଦେଶାତ୍ ଭୟାତ୍ ସ୍ନେହାତ୍ ଭକ୍ତ୍ୟା, ଏ ପ୍ରକାରରେ କୃଷ୍ଣଙ୍କ ସହିତ ସମ୍ବନ୍ଧ ରଖାଯାଇପାରେ। କାମାତ୍, କାମ ଦୃଷ୍ଟିରୁ, ଗୋପୀ ମାନେ କାମ ଦୃଷ୍ଟିରୁ, ଗୋପୀମାନେ ତାଙ୍କୁ ବ୍ରହ୍ମ ବୋଲି ଜାଣନ୍ତି ନାହିଁ। ପରୀକ୍ଷିତ ମହାରାଜ ରାସ କ୍ଷେତ୍ରରେ ପଚାରିଲେ, ଗୋପୀମାନେ ତାଙ୍କୁ ବ୍ରହ୍ମ ବୋଲି ଜାଣନ୍ତି ନାହିଁ, ଉଦ୍ଧାର କେମିତି ହେଲେ? ନା ଯେମିତି ଶିଶୁପାଳ ଉଦ୍ଧାର ହେଲା। ଶିଶୁପାଳ ତାଙ୍କୁ ଭଗବାନ ବୋଲି ତ ମାନେ ନାହିଁ, ଉଦ୍ଧାର କେମିତି ହେଲା? ନାମ ଉଚ୍ଚାରଣ କରି। ତେଣୁ ଗୋପୀମାନେ ତାଙ୍କୁ ଯାର ପୁରୁଷ, ଉପପତି, ପ୍ରେମିକ ଜ୍ଞାନ କରି କୃଷ୍ଣଙ୍କ ସହିତ ସମ୍ବନ୍ଧିତ ଥିଲେ। କାମାତ୍, ତାପରେ ଭୟାତ୍, କଂସ ଭୟ ଦୃଷ୍ଟିରୁ 24 ଘଣ୍ଟା କୃଷ୍ଣ ଚିନ୍ତା କରୁଥିଲା। ଉଠିଲେ, ଖାଇଲେ, ବସିଲେ, ଶୋଇଲେ, କେତେବେଳେ ମାରି ପକେଇବେ। କିନ୍ତୁ ଭକ୍ତ ଭାବରେ ନାହିଁ, ଶତ୍ରୁ ଭାବରେ। ସବୁବେଳେ ଦଶ ଦିଗ ତାକୁ କୃଷ୍ଣମୟ ଆକା ଦେଖା ଦଉଥିଲା। କେତେବେଳେ ମରିଯିବି, ଆସିଲେ ମାରି ପକେଇବି, ଶତ୍ରୁ ଭାବରେ ଚିନ୍ତା କରୁଥିଲା। କିନ୍ତୁ କଲିୟୁଗ କୃଷ୍ଣ ମୁଣ୍ଡରେ ସବୁବେଳେ ଥିଲେ, ତେଣୁ ପାଇଲେ। ସେ ତ କେବେ ଭଲ କାମ କରେନି। କଂସର ଡ୍ୟୁଟି ହଉଛି ଖାଲି ଗୋରୁ ବ୍ରାହ୍ମଣ ହତ୍ୟା କରିବା।
ଗୁରୁ ବ୍ରାହ୍ମଣ ହତ୍ୟା କରି କଂସ ମୁକ୍ତି ପାଇଲା। ଆମେ ଗୁରୁ ବ୍ରାହ୍ମଣ ପୂଜା କରିକି ମୁକ୍ତି ପାଇବାକୁ କି ପ୍ରକାର ବିଚିତ୍ର ସୃଷ୍ଟି ସବୁ। ଦେଶାତ କାମାତ ଭୟାତ ଦେଶାତ ଏ ଶିଶୁପାଳ ଦନ୍ତବକ୍ର ଜରାସନ୍ଧ ପୌଣ୍ଡ୍ରିକ ସବୁ ଦ୍ୱେଷ କରିକି ପାଇଲେ ଶତ୍ରୁଚାର କୃଷ୍ଣଙ୍କୁ। ସ୍ନେହା ପାଣ୍ଡବ ମାନେ ଯାଦବ ମାନେ ସ୍ନେହ ଦୃଷ୍ଟିରୁ ସମ୍ପର୍କିତ ସମନ୍ୱିତ ହେଇକି ତାଙ୍କୁ ପାଇଲେ, ସ୍ନେହ ସମ୍ବନ୍ଧ ରହିଲା। ଭକ୍ତିଆ ଆମେ ନାରଦାଦି ମୁନିଗଣ ଭକ୍ତିରେ ପାଇଲୁ ସମନ୍ୱିତ ଅଛୁ। ତେଣୁ କୌଣସି ଉପାୟରେ ମଧ୍ୟ କୃଷ୍ଣଙ୍କ ସହିତ ସମ୍ବନ୍ଧ ଥିବା ପଜିଟିଭରେ ହଉ କି ନେଗେଟିଭରେ ହଉ, ଦିଟା ଯାକ ଫଳ ସମାନ ହେଇନପାରେ, କିନ୍ତୁ କିଛି ନହବାଠୁ ଭଲ। ବେଣର କିଛିରେ ମଧ୍ୟ ନାହିଁ, ଶତ୍ରୁ ନାହିଁ କି ମିତ୍ର ନାହିଁ କି ଭୟ ନାହିଁ କି ସ୍ନେହ ନାହିଁ କି କିଛି ନାହିଁ, ଆଉ କୁଆଡେ ଯିବ? ଶୁଣ ଠିକ ଉତ୍ତର ନ ଲେଖିଲେ ମଧ୍ୟ ଭୁଲ ଉତ୍ତର ଲେଖ, 10 ପୃଷ୍ଠା ଭର୍ତ୍ତି କର। ଏକ୍ସାମ କଣ ହେଲେ ପଢିକିରି ଆଉ ବିଜାର ଲାଗିଲାଣି ପକେଇଦବ କେତେ ହେଲେ ମିଶି କେତେ ମାର୍କ ହେଇଯିବ। ଆଉ କିଛି ଲେଖିବନି, ଖାଲି ପେପର ଚାଲିଲେ କଣ ହବ? ଆଳୁ ବସ୍ତାରେ ଧରି ଆଇବ। ସେମିତି ତସ୍ମାତ କେନାକୁ ପାୟନ ମନଃ କୃଷ୍ଣ ନିବସୟତ, କୌଣସି ଉପାୟରେ ହେଲେ କୃଷ୍ଣ ଚେତନଶୀଳ ହବାକୁ ହବ। ଏ ବେଣ କୁଆଡକୁ ନାହିଁ, କିଛିରେ ନାହିଁ, ଭଲରେ ନାହିଁ କି ମନ୍ଦରେ ନାହିଁ, ଟୋଟାଲି କୃଷ୍ଣଙ୍କ ସହିତ କନେକ୍ସନ ଏକା ନାହିଁ। ଆର ଚେତନା ସେମାନେ ଶତ୍ରୁ ଭାବରେ କଲେ ମଧ୍ୟ ତ ଚିନ୍ତା କରୁଛନ୍ତି, କୃଷ୍ଣ ସେଭଳିଆ ବସ୍ତୁ। ଆଚ୍ଛା, ଆଉ ଗୋଟେ କଥା ହଉଛି କଣ ନା, ଇଏ ଶିଶୁପାଳ ଆଉ ଦନ୍ତବକ୍ର ଏଇ ଯୋଉ ଦି ଭାଇ କୃଷ୍ଣଙ୍କୁ ପାଇଲେ, ଏମାନେ ଦ୍ୱାରପାଳ ଜୟ ବିଜୟ, ଏମାନେ ତିନି ଜଣଙ୍କ ପାଇଁ ଅଭିଶପ୍ତ ଥିଲେ। ପ୍ରଥମ ଜନ୍ମରେ ହିରଣ୍ୟାକ୍ଷ ହିରଣ୍ୟକଶ୍ୟପ ହେଇକିରି ଜନ୍ମ ହେଲେ। ହିରଣ୍ୟାକ୍ଷକୁ ବରାହ ଦେବ ମାରିବାରୁ ହିରଣ୍ୟକଶ୍ୟପ ତାଙ୍କ ପ୍ରତି ଦ୍ରୋହ ଆଚରଣ କଲା, ଆଉ ତାର 5 ବର୍ଷର ହରିଭକ୍ତ ପୁତ୍ର ମହାଭାଗବତ ପ୍ରହ୍ଲାଦ ପ୍ରତି ବିଦ୍ୱେଷ କରିବାରୁ ଭଗବାନ ନୃସିଂହ ଅବତାର ମାରିଲେ। ତାପରେ ଦ୍ୱିତୀୟ ଜନ୍ମରେ ମିଶ୍ର ଋଷିଙ୍କର ରାକ୍ଷସ ପତ୍ନୀଙ୍କର ଗର୍ଭରୁ ରାବଣ କୁମ୍ଭକର୍ଣ୍ଣ ହେଇ ଜନ୍ମ ହୋଇ ରାମ ବନରେ ମଲେ। ତୃତୀୟରେ ତୁମ ଆଗରେ ତୁମର ମାଉସୀ ପୁଅ ଭାଇ ହେଇକି ଶିଶୁପାଳ ଦନ୍ତବକ୍ର ରୂପରେ ମାରି 3 ଜନ୍ମ ପରେ ସେମାନେ ମୁକ୍ତ। ସରିଲା, ଉତ୍ତର ମିଳିଗଲା। ଏଇଠି ଆଉ ଗୋଟେ ପ୍ରଶ୍ନ ସୃଷ୍ଟି ହେଲା, 3 ଜନ୍ମ ହେଲେ ଏଇଟା ମାରିଲେ ଗଲା। ସିଏ ପଚାରୁଛନ୍ତି ହିରଣ୍ୟକଶ୍ୟପ କାହିଁକି ତାର 5 ବର୍ଷୀୟ ବାଳକ ପ୍ରତି ଦ୍ରୋହ ଆଚରଣ କଲା, ଯାହା ଫଳରେ ମାରିଲେ ଭଗବାନ। 5 ବର୍ଷର ବାଳକ କେବେ ହେଲେ ଦ୍ରୋହ ଆଚରଣର ବସ୍ତୁ ନୁହଁ ତା ବାପା ପାଇଁ। ଦୁଷ୍ଟ ହଉ, ଚଗଲା ହଉ, ଅମାନିଆ ହଉ, ବୋକା ହଉ, ବଦମାସ ହଉ, 5 ବର୍ଷର ବାଳକ କେବେ ହେଲେ ଶତ୍ରୁ ପଦବାଚ୍ୟ ନୁହେଁ। କିନ୍ତୁ ଆପଣ କହୁଛନ୍ତି ମହାଭାଗବତ ନିର୍ଭୟ, ସମଦର୍ଶୀ, ଜିତେନ୍ଦ୍ରିୟ, ଏତେ ସଦଗୁଣ ଛାଇକରି ପିତାର କାହିଁକି ଦ୍ରୋହୀ ହେଲା? ନାରଦ ମୁନି କହିଲେ ଯେ ବ୍ରହ୍ମାଙ୍କର 4 ପୁଅ ଚତୁର୍ଭୂଷଣ ସନକ, ସନାତନ, ସନନ୍ଦନ, ସନତ କୁମାର, ଇଏ 4 ପୁଅ ଯାଇଥିଲେ ବୈକୁଣ୍ଠକୁ ବିଷ୍ଣୁ ଦର୍ଶନ ପାଇଁ। ତାଙ୍କ ନାଁ ହଉଛି 4 କୁମାର। କୁମାର ବୋଲି କଣ, ମାନେ ନୈଷ୍ଠିକ ବ୍ରହ୍ମଚାରୀ।
ପାଞ୍ଚ ବର୍ଷ ବାଳକ ଉଲ୍ଲଗ୍ନ ବାଳକ 5 ବର୍ଷର ଉଲ୍ଲଗ୍ନ ବାଳକ ରୂପରେ ସବୁବେଳେ ରହନ୍ତି। ଏମାନେ ବ୍ରହ୍ମାଣ୍ଡରେ ସବୁଠୁ ବୟସ୍କ ବ୍ୟକ୍ତି। ତାଙ୍କର ମାନେ ବ୍ରହ୍ମାଙ୍କର ଏଇ ବଡ ପୁଅ, ପ୍ରଥମ ପୁଅ ଏ 4 ଜଣ। ତାଙ୍କ ପରେ ଶିବ ସୃଷ୍ଟି ହେଲେ, ତାଙ୍କ ପରେ ଅନ୍ୟାନ୍ୟ ପୁଅ ମାନେ ପ୍ରଜାପତି ସବ ତାଙ୍କ ପରେ। ଇଏ ଅଗ୍ରଜ ମାନଙ୍କର ମଧ୍ୟ ଅଗ୍ରଜ ଚତୁର୍ଭୁଜ। ଇଏ 5 ବର୍ଷର ଉଲ୍ଲଗ୍ନ ଅବସ୍ଥାରେ ବୈକୁଣ୍ଠ ଗଲେ ଦର୍ଶନ କରିବେ। ବୈକୁଣ୍ଠର ଗୋଟିଏ ପରେ ଗୋଟିଏ 6ଟି ଦ୍ୱାର ଅତିକ୍ରମ କଲେ। ଅତିକ୍ରମ କରିବା ପରେ ଯେତେବେଳେ 7ମ ଦ୍ୱାରରେ ପହଞ୍ଚିଲେ, ସେତେବେଳେ ଦ୍ୱାରପାଳ ଥିଲେ ଜୟ ବିଜୟ। ଏ 4 ଜଣ ଉଲ୍ଲଗ୍ନ ଶିଶୁ ବିଷ୍ଣୁ ଦର୍ଶନର ଅଯୋଗ୍ୟ ବୋଲି ଭାବି ତାଙ୍କୁ ରୋକିଦେଲେ, ବାଟ ଛାଡ଼ିଲେ। ତମେ ବିଷ୍ଣୁ ଦର୍ଶନର ଯୋଗ୍ୟ ନାହିଁ, ଏହା କୁଆଡୁ ମଙ୍ଗଳା ଥିଲା 4ଟା। ସେମାନେ କହିଲେ ତୁମେ ବିଷ୍ଣୁ ପାର୍ଷଦ, ତମର ବୈଷମ୍ୟ ପକ୍ଷପାତ କାହିଁକି ଜାତ ହେଲା? ତୁମେ ସିଟରେ ରହିବା କଥା ନାହିଁ, ତୁମେ ଅସୁର ହେଇ ମସ୍ଜିଦ୍ ଯା। ଏମିତି ଉଭୟ ପକ୍ଷ ଯେତେବେଳେ ତର୍ଜମା କରି ଯୁକ୍ତି ତର୍କ ସବୁ ଲାଗିଲେ, ସେତେବେଳେ ଭଗବାନ ଲକ୍ଷ୍ମୀ ଆଉ ଗରୁଡଙ୍କୁ ଧରି ଚାଲି ଚାଲି ଆସି ପହଞ୍ଚିଲେ। ଭକ୍ତ ସମ୍ମାନାର୍ଥୀ ଚାଲି ଚାଲି ଆସି ପହଞ୍ଚିଲେ। ଉଭୟ ଦଳ ଭଗବାନଙ୍କର ଗୋଡ ତଳେ ପଡିଲେ ଯେ ଆମେ ନ ଜାଣି ଏମିତି ଭୁଲ କରିଛୁ, ଆପଣଙ୍କର ପାର୍ଶ୍ୱଦକୁ ସାପ ଦେଲୁ, ଏମାନେ କହୁଛନ୍ତି ଆପଣଙ୍କର ଭକ୍ତକୁ ଆମେ ଛାଡ଼ିଲୁ ନାହିଁ, ତେଣୁ ଆମର ଭୁଲ ହେଇଛି। ଭଗବାନ କହିଲେ କିଛି ହେଇନି, ଯାହା ହେଇଛି ଭଲ ହେଇଛି, ମୋ ଇଚ୍ଛାରେ ହେଇଛି। କାହିଁକି? ୟା ଦ୍ୱାରା ମୋର ଗୋଟେ କାମନା ପୂରଣ ହେଲା। ବହୁ ଦିନର ଗୋଟେ ଦାବି ଥିଲା ମୋର, ମୁଁ ଟିକେ ଯୁଦ୍ଧ କରିବାକୁ ଇଚ୍ଛା କରୁଥିଲି। ଯୁଦ୍ଧ କଲେ ଗୋଟେ ଆନନ୍ଦ ମିଳେ, ତାକୁ କୁହାଯାଏ ବୀର ରସ ଆସ୍ୱାଦନ। ସେ ବୀର ରସ ଆସ୍ୱାଦନ କରିବାକୁ ମୁଁ ଚାହୁଁଛି। କାହା ସହିତ ଯୁଦ୍ଧ କରିବି? ମୋର ଭକ୍ତ ସହିତ। ସେଥିପାଇଁ ସେମାନଙ୍କୁ ଅଭିଶପ୍ତ କରେଇକିରି ଅସୁର କରେଇଲେ ମୁଁ ଯାଇକି ଯୁଦ୍ଧ କରିବି। ତେଣୁ ଯାହା ହେଇଛି ଠିକ ହେଇଛି। 3 ଜନ୍ମ ପରେ ସେମାନେ ଫେରି ଆସିବେ। ତମ ଯା ଛାଡ ଏ ଜାଗା, ଯାହା କହିକି ପଳେଇବେ। ହେଲେ ସେ 2 ଜଣ ଜଗତକୁ ଆସିବେ, କୋଉଠିକି ଆସିବେ? ଉପରୁ ଉଡାଜାହାଜଟା ଓହ୍ଲେଇବା ପାଇଁ ତଳେ ଗୋଟେ ପଡିଆରେ ତ କଲେ ଉଡିବ, ଉଡାଜାହାଜଟା କୋଉଠି ଯୋଶୀରେ ପଡିବ। ଏମିତି ସେମିତି ସେ 2 ଜଣ ବୈକୁଣ୍ଠ ପାର୍ଶ୍ୱଦ ଆସିବେ ବୋଲି କାହାର ଗର୍ଭରେ ରହି? ଏ ଯୋଉ ଦେବ ଦାନବଙ୍କର ବାପା କଶ୍ୟପ ପ୍ରଜାପତି, ତାଙ୍କର 13ଟା ପତ୍ନୀ, ଅସୁର ମାନଙ୍କର ମା ଯିଏ ଦିତି, ୟାଙ୍କର ସବୁ ଭଉଣୀ ଯାକ ସବୁ ଦକ୍ଷଙ୍କର ଝିଅ, ସବୁ ଭଉଣୀ ଯାକ ଗର୍ଭବତୀ ସନ୍ତାନବତୀ, କିନ୍ତୁ ୟାର ସନ୍ତାନ ପର୍ଯ୍ୟନ୍ତ ନାହିଁ। ତେଣୁ ଦେଖିଲେ ସବୁ ମୋର ଭଉଣୀ ମାନଙ୍କର ସନ୍ତାନ ଅଛି, ଯା ମୋର ଏପର୍ଯ୍ୟନ୍ତ ସନ୍ତାନ ନାହିଁ। ଦିନେ ସନ୍ଧ୍ୟା ବେଳରେ ତାଙ୍କର ପତି ଯଜ୍ଞଶାଳାରେ ଅଛନ୍ତି, ସନ୍ଧ୍ୟା କାର୍ଯ୍ୟ କରିବାକୁ ଯାଇଛନ୍ତି। ଧର୍ମ ସମୟ, ସନ୍ଧ୍ୟା ସମୟ। ସେତେବେଳେ ଇଏ ଦିତି ଯାଇକିରି ପହଞ୍ଚିଲେ ଅଗ୍ନିଶାଳାରେ, ତାଙ୍କୁ ଖୋଜି ଖୋଜି। କାହିଁକି? ନିଜର ଦୁଷ୍ପ୍ରବୃତ୍ତିକୁ ଚରିତାର୍ଥ କରିବାକୁ। କହିଲେ ହେ ପତିଦେବ, ମୋର ସବୁ ଭଉଣୀ ସନ୍ତାନବତୀ, ସମସ୍ତଙ୍କର ପୁଅ ଝିଅ ହେଲାଣି, ମୋ ଗର୍ଭରେ ଆପଣ ଗୋଟେ ସନ୍ତାନ ଏ ପର୍ଯ୍ୟନ୍ତ ଦେଲେ ନାହିଁ, ତେଣୁ ବର୍ତ୍ତମାନ ହିଁ ଗର୍ଭାଧାନ କରାନ୍ତୁ। ମୁଁ ବର୍ତ୍ତମାନ କାମ ସ୍ୱରରେ ପୀଡ଼ିତା, କାମ ବାଣରେ ଜର୍ଜରିତା, ତେଣୁ ବର୍ତ୍ତମାନ ହିଁ ଗର୍ଭାଧାନ କରାନ୍ତୁ।
କଶ୍ୟପ ପ୍ରଜାପତି କହିଲେ, ଓରେ ଚଣ୍ଡୀ, ये ସନ୍ଧ୍ୟା ସମୟ ଗର୍ଭାଧାନ କାଳ ନୁହଁ, ଗର୍ଭାଧାନ କାଳ ଅର୍ଦ୍ଧରାତ୍ର। ଆଉ ଏ ସମୟରେ ଶିବ ତାଙ୍କର ଅନୁଚର ଭୂତ ପ୍ରେତ ପ୍ରମଥ ପିଶାଚ ମାନଙ୍କ ସହିତ ପୃଥିବୀ ପରିକ୍ରମା କରନ୍ତି। ଯେତେବେଳେ ଏଠି ଗର୍ଭାଧାନ ହୁଏ ସେତେବେଳେ ପ୍ରେତାତ୍ମା ମାନେ ସେ ଗର୍ଭରେ ସ୍ଥାନ ପାଆନ୍ତି। ସୁତରାଂ ଗର୍ଭ ଚିନ୍ତାକୁ ପରିତ୍ୟାଗ କର। କିନ୍ତୁ ସେ ଜିଦ୍ ଧରିଲେ ବର୍ତ୍ତମାନ ହିଁ ଗର୍ଭାଧାନ କରାଯାଉ। ମୁଁ ସମ୍ଭାଳି ପାରୁନି, ନିଜକୁ ଆଉ ଆୟତ୍ତରେ ମୁଁ ରଖିନି। କିନ୍ତୁ କେତେ ବୁଝିବା ସତ୍ତ୍ୱେ ଦିତି ବୁଝି ନ ପାରିବାରୁ କଶ୍ୟପ ପ୍ରଜାପତି ବାଧ୍ୟ ହୋଇ ତାଙ୍କ ଇଚ୍ଛାକୁ ପୂରଣ କରି ଗର୍ଭାଧାନ କଲେ ସନ୍ଧ୍ୟା କାଳ। ପୁଣି ସ୍ନାନ ଶୌଚ ହେଇ ଅଗ୍ନିଶାଳାକୁ ଆସିଲେ। ଆଉ କହିଲେ, ଯେହେତୁ ସନ୍ଧ୍ୟା କାଳରେ ଗର୍ଭାଧାନ ହେଲା, ତେଣୁ ଦୁଇଟା କୁଳଙ୍ଗାର ପୁତ୍ର ତମର ଜନ୍ମ ହେବେ, ଯୋଉମାନେ ଦେବ କୂଳକୁ ସବୁବେଳେ ପୀଡ଼ା ଦେବେ। କିନ୍ତୁ ତୁମର କୂଳରେ ଗୋଟିଏ ମହାଭାଗବତ ପୁତ୍ର ଜନ୍ମ ହବ, ହରିଭକ୍ତ। ଏ କଥା ଶୁଣି ଦିତି ସୁଖ ହେଲା, ଦୁଃଖ ହେଲା। ଦୁଃଖ ଏହା ଯେ କୁଳାଙ୍ଗାର ପୁଅକୁ ମୁଁ ଜନ୍ମ ଦେବି, ଦେବ କୂଳର ସଂସାରର ଅଶୁଭ। ଭଲ କଥା ଏଥିପାଇଁ ଯେ କୂଳରେ କୂଳ ଚନ୍ଦ୍ରମା ଗୋଟିଏ ମହାଭାଗବତ ଜନ୍ମ ହବ, ବଂଶକୁ ଉଜ୍ଜଳ କରିବ। ଆଉ କଣ କହିଥିଲେ ନା, କୁଳାଙ୍ଗାର ପୁତ୍ର ଦିଟା ଦେବ କୂଳକୁ ପୀଡ଼ା ଦେବେ, ମାତ୍ର ବିଷ୍ଣୁ ହସ୍ତରେ ମରିବେ। ତେଣୁ ସେଇଟା ତାଙ୍କୁ ଆନନ୍ଦ ଲାଗିଥିଲା, ଯାହା ବିଷ୍ଣୁ ହାତରେ ମରିବେ। ତେଣୁ ଏ କଥା ଚିନ୍ତା କରି ସିଏ 100 ବର୍ଷ ପର୍ଯ୍ୟନ୍ତ ନିଜର ଗର୍ଭକୁ ରୋକିଲେ। 100 ବର୍ଷ ପର୍ଯ୍ୟନ୍ତ। ଆଉ କେତେ ବର୍ଷ ରୋକିବେ? ଇଏ ଯେତେବେଳେ ଗର୍ଭାଧାନ ହେଲା, ସେ ପାର୍ଶ୍ୱଦ 2 ଜଣ ପତନ ହେଲା। ବିଷ୍ଣୁ ପାର୍ଶ୍ୱଦଙ୍କର ପତନ ହଉଛି ବୋଲି ଇଏ 4 ଭାଇ ଶାପ ଦାତା ଛଡା ସମସ୍ତେ ହାହାକାର। ଓହୋ, ବିଷ୍ଣୁ ଦୂତଙ୍କର ପତନ ହେଲା, ଅସୂତ ପୂର୍ବ କଥା କେବେ ଶୁଣିନି। ହାହାକାର କଲେ ବ୍ରହ୍ମାଣ୍ଡରେ ସମସ୍ତେ। ସେ 2 ଜଣ ଆସି ଦିତି ଗର୍ଭରେ ସ୍ଥାନ ପାଇଲେ। ଦିତି ଗର୍ଭରେ ପ୍ରବେଶ କରିବା ମାତ୍ରେ ବ୍ରହ୍ମାଣ୍ଡରେ ଉତ୍ପାତ ସବୁ ଆରମ୍ଭ ହେଲା। ଗର୍ଭକୁ ଆସୁ ଆସୁ ଚାରିଆଡେ ଉତ୍ପାତ ଆରମ୍ଭ ହେଲା। ଗ୍ରହ ନକ୍ଷତ୍ର ସବୁ କକ୍ଷତ୍ୟୁତ ହେଲେ, ସର୍ବତ୍ର ଅଶୁଭ ସଂକେତ ଦେଖାଗଲା, ସାଗର ସବୁ ଉଦ୍ବେଳିତ ହେଲେ। ଏସବୁ ଯେତେବେଳେ ଦେଖିଲେ, ସେ ତାଙ୍କର ଗର୍ଭକୁ ଆଉ ଜନ୍ମ ଦେଲେନି, 100 ବର୍ଷ ରଖିଲେ। ଆଉ କେତେ ଗର୍ଭକୁ ରୋକିବେ, ଦିନେ ତ ଦିନେ ଜନ୍ମ ଦେବାକୁ ହବ। ତେଣୁ 100 ବର୍ଷ ପରେ ପ୍ରସବ କଲେ। ତାଙ୍କର ଜାତ କର୍ମ ସଂସ୍କାର ସବୁ କଲେ କଶ୍ୟପ ପ୍ରଜାପତି। ତେଣୁ ଜ୍ୟେଷ୍ଠ ପୁତ୍ରକୁ ନାମକରଣ କଲେ ହିରଣ୍ୟକଶ୍ୟପ, କନିଷ୍ଠକୁ ହିରଣ୍ୟାକ୍ଷ। ଜନ୍ମ ହେବା ମାତ୍ରେ ଆହୁରି ଭୟଙ୍କର ପରିସ୍ଥିତି ସବୁ ସୃଷ୍ଟି ହେଲା। ଏହିପରି ଯେତେବେଳେ ଅମଙ୍ଗଳ ସବୁ ଦେଖିଲେ, ସମସ୍ତେ ପ୍ରମାଦ ଗଣିଲେ, କଣ ହବ ଅବସ୍ଥା। ଏ 2 ଜଣ ଯେତେବେଳେ ବୃଦ୍ଧି ପାଇବାକୁ ଲାଗିଲେ, ତାଙ୍କର ଉତ୍ପାତ ସବୁ ବ୍ରହ୍ମାଣ୍ଡ ବ୍ୟାପୀ ବିସ୍ତୃତ ହେବାକୁ ଲାଗିଲା। ଏ କନିଷ୍ଠ ଭାଇ ହିରଣ୍ୟାକ୍ଷ ସେ ଦିଗ୍ବିଜୟ କରିବାକୁ ପାତାଳପୁରକୁ ଗଲା। ତାଙ୍କୁ ଶୁଣିକିରି ପାତାଳପୁରକୁ ଗଲା। ପାତାଳପୁରରେ ବରୁଣ ଦେବଙ୍କ ସହିତ ଯୁଦ୍ଧ କରିବା ପାଇଁ ଅଣ୍ଟା ଭିଡ଼ିଲା। କିନ୍ତୁ ସେ ଭିତରେ ଆଗରୁ ଅଛନ୍ତି ଭଗବାନ ବରାହ ଦେବ, ବରାହ।
ହିରଣ୍ୟାକ୍ଷ ଯେତେବେଳେ ଦେଖିଲା ଏଇଟା କିଏ, ଏଇଟା ଗୋଟେ ବନ ଶୂକର, ଆରେ ବନ ଶୂକର ଗୋଟେ ଇଆଡୁ କୁଆଡେ ଆଇଲେ, ଏଇପରି ତାଙ୍କୁ ନାନା ପ୍ରକାର କଟୁ କଥା କହିଲା। କଟୁ କଥା କହିବା ଫଳରେ ତାଙ୍କ ସହିତ ଯୁଦ୍ଧ ହେଲା। ଯୁଦ୍ଧ ହେବା ପରେ ମଲା ମଲା। ଭାଇ ହିରଣ୍ୟାକ୍ଷ ବିଷ୍ଣୁ ହସ୍ତରେ ମରିବାର ଶୁଣି ହିରଣ୍ୟକଶିପୁର କ୍ରୋଧ ହେଲା। ଯେ ଭଗବାନ ନିରପେକ୍ଷ ରହିବା କଥା, ତାଙ୍କର ନିରପେକ୍ଷ ଧର୍ମ ବ୍ୟାହତ ହେଇଛି। ମୋର ଭାଇ ବିନା କାରଣରେ ଅନ୍ୟାୟରେ ମାରିଛନ୍ତି, ତେଣୁ ମୁଁ ବିଷ୍ଣୁଙ୍କର ରକ୍ତରେ ମୁଁ ଭାଇର ତର୍ପଣ କରିବି। ହିରଣ୍ୟାକ୍ଷ ମରିବାରେ ତାର ମା ଚିଠି ଦୁଃଖ କଲେ, ସ୍ତ୍ରୀ ଦୁଃଖ କଲା, ପୁତ୍ର ବଧୂ ସମସ୍ତଙ୍କର ଶୋକକୁ ଇଏ ବୁଝେଇଲା। हे माता, देखो संसार में जीव मृत्यु सहित ही जन्म ही था, मृत्यु अनिवार्य है। मृत्यु कहार कौन ना कौन उपाय आसे, मृत्यु किए हेले वंचित नुह, मृत्यु मुक्त किए हेले आद्य बाप्त शताब्दी मृत्यु प्राणी ध्रुव। आज हूँ 100 वर्ष पर मृत्यु आसो ही आसो, जन्म हित मान मृत्यु अच्छे। तेणु ये जगत आमे माने निज निजर कर्म प्रवाह चारिआडू 4 जन आसी 5 जन आसी गोटे परिवार जन्म नौ, कर्मफल भोग सरिले पुणी जे जुआड़े पड़ा। ये मिलनता पांच मिलन क्षणस्थायी, क्षणस्थायी। तेणु दुख करने उचित नहीं बोली गोटे उदाहरण देला। जे गोटे उष्ण देश रे सुयोग्य बोली गोटे राजा थे। से राजा थे युद्ध करू शत्रु हाथ में मले, दांत कामुड़ी ओठ कामुड़ी जर्जरित क्रोधनिध अवस्था मरचंदी राजा। तांकर मुकुट हाथ गोड़ सब छीन छत्र हो जाइए। मरिया परे तांकर राणी माने आसी कांदिले, तांकर चारि पाखे घेरिकी कांदिले, शोक कले, विलाप कले, करी करी संध्या हवाक बसिलानी, सूर्यदेव अस्ताचल बुझा बसिले, छाड़ू ना देखी सेमती कांदू चंदिया। न छाड़े केमती हम से केते समय धरी बस से न छाड़ार गोटे कारण अच्छी। छाड़िले रजा को दाह कराहब, दाह कराले अग्नि में झास देकर सती हवा हम, तेणु से अग्नि देह त्याग भय माने रजा को छाड़ूना जाबुड़ी धरते। किंतु दाहचा करने हम दिन में किए जब मर सूर्य अस्त पूर्व दाह करने हम, राति मल्ले सूर्य उदय पूर्व दाह करने हम। तेणु जमराज ए दृश्य देखिकी गोटे शिशु रूप धरी आसिले, आसी एमान पाखु आई कहले हे माता गण, आपण माने कहा शोक कर, जहाँ शोक कर सी तो ये पड़ी शोची, ये तो कड़े जाइनी। जदि कह ना ता देहर थी प्राण कड़े चली जाइए, तेज से प्राण को तुम के देखीच, जहाँ देखन कहीं शोक कर। जदि प्राण को चाहूच ताले रजा पाखे कहीं बस, रजा को चाहूच ना प्राण चाहूच? तुम्हें कोटि वर्ष यहीपरि शोक कले ये रजा फेरबार संभावना नहीं। देख गोटे कुलिंग पक्षी थिला, तार गोटे पत्नी थिला, पति पत्नी भारी प्रेम संबंध बंधन थे। किसी दिन पर
ସେ ସ୍ତ୍ରୀଟା କେତେ ଗୁଡିଏ ଅଣ୍ଡା ପ୍ରସବ କଲା। ଗୋଟିଏ ଶିକାରୀ ଜାଲ ବିଛେଇଥିଲା, ସେ ସ୍ତ୍ରୀଟା ବୁଲି ବୁଲି ଆହାର ସଂଗ୍ରହ କରିବା ପାଇଁ, ତାପରେ ଅଣ୍ଡା ଗୁଡାକ ଫୁଟିଲା, ଛୋଟ ଛୋଟ ଶାବକ ଜନ୍ମ ହେଲେ। ସେ ସ୍ତ୍ରୀଟା ଆହାର ଖୋଜିବା ପାଇଁ ବୁଲୁ ବୁଲୁ ଶିକାରୀର ଜାଲରେ ପଡିଗଲା। ପଡିବାରୁ ସେ ପୁରୁଷ ପକ୍ଷୀଟା ଆସି ତା ପାଖରେ ବସି କାନ୍ଦିବାକୁ ଲାଗିଲା। ହେ ବିଧାତା, ମୋର ପ୍ରାଣ ପ୍ରିୟା ପତ୍ନୀକି ନେଇକିରି ତୁ ଏକୁଟିଆ କଣ କରିବୁ? ଛୋଟ ଛୋଟ ଶିଶୁମାନେ ଅଛନ୍ତି ଗଛରେ, ତାଙ୍କର ଡେଣା ଉଠିନି, ସେମାନେ ବଞ୍ଚିବେ କିପରି? ଖାଇବେ କଣ? ସେ ମରିଗଲେ ଆମର ସଂସାର ଉଜୁଡି ଯିବ। ମୋ ପ୍ରାଣ ପ୍ରିୟକୁ ମୁଁ ଭାରି ଭଲ ପାଏ, ତୁ ତାକୁ ନେଇ କୁଆଡେ ଯିବୁ? ମତେ କାହିଁକି କଷ୍ଟ ଦଉଛୁ? ଏମିତି ନାନା ପ୍ରକାର ସବୁ କାନ୍ଦିବାକୁ ଲାଗେ। ଯଦି ନବୁ ମତେ ହେଲେ ନେଇଯା। ସିଏ କାନ୍ଦି କାନ୍ଦି ତା ପ୍ରିୟାକୁ ଆଉ ଛାଡୁନି, ସେ ପକ୍ଷୀ ତା ପାଖରେ ଆଗେ କାନ୍ଦିଛି। ଏଇ ସମୟରେ ଶିକାରୀ ଆଇଲା, ତାକୁ ମଧ୍ୟ ଧରିକିରି ନେଲା। ପତ୍ନୀ ହଳଟାକୁ ଧରିକିରି ଏକେବାରେ ଧରି ଗଲା। ମାନେ ସେ ବିଳାପ କରୁଛି, ଏତେ ମୋହଗ୍ରସ୍ତ ଯେ କାଳକୁ ମଧ୍ୟ ଦେଖିପାରୁନି। ମଣିଷ ମୋହଗ୍ରସ୍ତ ହେଇକିରି ନିଜ ନିକଟରେ ଥିବା କାଳକୁ ମଧ୍ୟ ଦେଖିପାରେ ନାହିଁ। ତେଣୁ ହେ ମାତା ଗଣ, ତୁମେ ୟାକୁ ପରିତ୍ୟାଗ କର। ତାପରେ ସେମାନେ ଛାଡିବେ। ଏଟା କିଏ କହୁଛି? ହିରଣ୍ୟକଶିପୁ ଦାନା ଉଦାହରଣ ଦେଇକିରି ସମସ୍ତଙ୍କୁ ବୁଝଉଛି, ନିଜେ ବୁଝିବାକୁ ନାହିଁ। ନିଜେ ବିଷ୍ଣୁଙ୍କ ସହିତ ଫାଇଟିଂ କରିବାକୁ ରେଡି ହେଇଛି। ତାପରେ ସେମାନେ ଶୋକ ମୋହ ପରିତ୍ୟାଗ। ତାପରେ ଇଏ ଚିନ୍ତା କଲା, ମୁଁ କିପରି ଅଜୟ ଅଜର ଅମର ହେବି। ସବୁ ପଠେଇଲା, ଅସୁର ମାନଙ୍କୁ ତୁମେ ମର୍ତ୍ତ୍ୟରେ ଯାଇକିରି ଉତ୍ପାତ କର। ବିଷ୍ଣୁ ସୃଷ୍ଟିର ମୂଳ, ତାର ସହାୟକ ଦେବଗଣ, ଦେବଗଣଙ୍କର ଖାଦ୍ୟ ହଉଛି ହବି। ଜଗତରେ ଯୋଉ ପର୍ଯ୍ୟନ୍ତ ବ୍ରାହ୍ମଣ ଅଛନ୍ତି, ଯଜ୍ଞ ହଉଛି, ସେ ପର୍ଯ୍ୟନ୍ତ ଦେବତା ମାନେ ବଞ୍ଚିବେ। ତେଣୁ ବ୍ରାହ୍ମଣ, ଗାଈ, ଦେବତା ଏସବୁ ହତ୍ୟା କର, ଯଜ୍ଞଶାଳା ନଷ୍ଟ କର, ଘର ସବୁ ନିଆଁ ଲଗେଇ ଦିଅ, ଯାହାଠି ଧର୍ମ କାର୍ଯ୍ୟ ହଉଛି ସେଇଠି ସବୁ ଭ୍ରଷ୍ଟ କର, ଭାଙ୍ଗି ଫିଙ୍ଗିକିରି ନଷ୍ଟ କର। ଅସୁର ମାନଙ୍କୁ ପଠେଇଲା ମର୍ତ୍ତ୍ୟ। ଏଣେ ଦେବତା ମାନେ ଲୁଚି ଲୁଚି ଯାଇ ଦେଖିଲେ ଅସୁର ମାନେ କଣ କରୁଛନ୍ତି, ଖାଇବାକୁ ନ ପାଇକିରି ଦେଖିଲେ। ଏଣେ ହିରଣ୍ୟକଶ୍ୟପ ଭାବିଲା, ମୁଁ କିପରି ଅଜେୟ ହେବି, ଅଜର ଅମର। ମନ୍ଦର ପର୍ବତ ଉପତ୍ୟକାକୁ ଯାଇ ବ୍ରହ୍ମାଙ୍କୁ ପ୍ରାର୍ଥନା କଲା, ବ୍ରହ୍ମାଙ୍କୁ ସ୍ତବ କଲା, ତପସ୍ୟା କଲା। ଦିଟା ଆଙ୍ଗୁଠିରେ ଠିଆ ହେଇକିରି, ଦିଟା ବୁଢା ଆଙ୍ଗୁଠିରେ ପାଦରେ ଠିଆ ହେଇକିରି, ଉପରକୁ ହାତ ଟେକି, ଉପରକୁ ଅନେଇକିରି, ଖରା, ବର୍ଷା, ଶୀତ, ଥଣ୍ଡା, ଗରମ ସବୁ ସହିକିରି ଠିଆ ହେଲା। କେତେ? 36,000 ବର୍ଷ ସେମିତି ଠିଆ ହେଇକିରି, ନ ଖାଇ ନ ପିଇ ନ ଶୋଇ। ତୀବ୍ର ତପସ୍ୟା ଫଳରେ ତା ମୁଣ୍ଡରୁ ଭୟଙ୍କର ଅଗ୍ନି ନିର୍ଗତ ହେଇକିରି ଉପର ଲୋକ ସବୁ ଜଳିବାକୁ ଲାଗିଲା, ଆଉ ଦେବତା ମାନେ ରହିପାରିଲେନି। ଏଣେ ଚାରିଆଡୁ ବାଲି ଧୂଳି, ଗୋଟେ ଜାଗାରେ ଗୋଟେ ଜିନିଷ ବହୁତ ସମୟ ରଖିଦବ ବୋଲି କଣ ହବ? ଧୂଳି ବାଲି ହେଇକିରି ସବୁ ରହିଯିବ। ସେମିତି ତାର ଚାରିପଟେ ରହିକିରି ଉଇ ହୁଙ୍କା ହେଇଗଲା। ଟିକି ଟିକି ପିମ୍ପୁଡି, ପୋକ, ଜୋକ, ଝିଣ୍ଟିକା ତା ଦେହରେ ଚଢିକିରି ତାର ମାଂସ ରକ୍ତ ସବୁ ଖାଇକି ଦେଲେ। ଖାଲି କଙ୍କାଳରେ ସେ ଠିଆ ହେଇଛି, କଙ୍କାଳରେ ପ୍ରାଣ ଧାରଣ କରିକିରି ରହିଛି। ସବୁ ତା ଉପରକୁ ଚଢିକିରି ପିମ୍ପୁଡି, ପୋକ, ଜୋକ ସବୁ ତାକୁ ଖାଇକିରି ମାଂସ ତାର ଟିକି ଟିକି କରି ଖାଇଦେଲେ। ଖାଲି କଙ୍କାଳଟା ସେ ପୁଣି ରହିଯାଇଛି ଉଇ ହୁଙ୍କା ଭିତରେ। ଘୁଞ୍ଚିବାକୁ ନାହିଁ, ସେଇଟା ତପସ୍ୟାର ନିୟମ। ଗୋଟେ ଜାଗାରେ ଆଗେ ରହିଲୁ, ମଲେ ଗଲେ ସରିଲେ, ଘୁଞ୍ଚିବାକୁ ହବନି। ଉପର ଲୋକ ସବୁ ଯେତେବେଳେ ଜଳିବାକୁ ଲାଗିଲା, ଦେବତା ମାନେ ଅଥୟ ହେଲେ, ଯାଇକିରି ବ୍ରହ୍ମାଙ୍କୁ କହିଲେ,
ये हिरण्यकश्यप आपणकर पद लोक पाइबा तपस्या करूँ तार अग्नि ज्वाला कौन करिया ब्रह्मा कहले सी मते तपस्या करुच्ची मु दर्शन देले तार तपस्या बंद एपरी 36,000 वर्ष पर ब्रह्मा हंस वाहन ओल्लैले तल प्रथम देखी पारे हुंका भितर रही जो देखिले कमंडल जल आनी छिंची छिंची देवार देह स्वर्ण वर्ण वज्र तुल्य कठिन होगा स्तव कला तेणु बर मागिला ब्रह्मा से तो अजय अजय हो पार अजय हो पार अमर किए दे ब्रह्मा तो मृत्युग्रस्त से जानला काल प्रभाव में ब्रह्मा मरणग्रस्त हेबे तेणु ब्रह्मा मृत्यु और अमर बर मते दे पारे ना तेणु प्राय अमर बरर पाखापाखि सी मुंड खटेगी गोटे बर मागिला जे हे पितामह मते एपरी बर दियंतु मु आपणक ठारू सृष्टि होइतिबा कौनसी जीव हाथ में मरबी नहीं आपण को जेते कोटि जीव 14 भुवन अच्छा ब्रह्मांड आप सृष्टि कर हाथ में मु मरबी नहीं कौन से अस्त्र शस्त्र ना विष द्वारा ना अग्नि ना कौन से सापर ना मंत्र दिन मरबी ना रात मरबी ना घर भीतर ना घर बाहर ना जल नहीं स्थल ना आकाश ना कौन से द्वारा मोर मृत्यु ये सब बर जिते कठिन हेले ब्रह्मा तथास्तु कही प्रदान कले निज धाम बर जो मिलगला ये बर विरुद्ध किए ना ब्रह्मांड तार उत्पाद आरंभ करने से सब जिते पोस्ट सब दिगपाल लोकपाल जो पोस्ट जी जहाँ थी समस्त को बाहर कर देगी सब जाक पदवी निज अख्तियार कर रखला देवता मान भयंकर दंड देवाक आरंभ कला कष्ट देवाक आरंभ कला इंद्र अमरावती राजधानी इंद्र को धक्का मारी बाहर कर विश्वकर्मा निर्मित अमरावती की अख्तियार कर रसिक राजत्व करने लगे जिते लोकपाल दिगपाल सिद्ध नाग समस्त सब शक्ति को सी आहरण कर समस्त मुनि ऋषि कहीं साप दे पारे कहीं ब्रह्मा कहले भोग आदि मुनि को तुम टपी जा तपस्या ये दुष्कर तपस्या आज पर्यंत किए करना तेणु तुम जहा बर मागे मिले तेणु मुनि मैंने भय कले नारद निजे कहते आम भी सेवार खटुलु ब्रह्मा शिव विष्णु ये 3 जन छाड़ी आ ब्रह्मांड 14 भुवन समस्त अंडर से प्रकार दिग्विजयी सन्त्रासवादी सब काम सुरा साक्षी कामिनी मद मोह कांचन यहीपरि भाव दीर्घ काल अप्रतिद्वंदी विलासी रूपे राजत्व कर शांति पाइला नहीं शांति कौन पाइबे शांति मिल शांति पाइला समस्त को अत्याचार करने को लगे भयंकर दंड समस्त ये अत्याचार जर्जरित हो देवता माने विष्णु को निवेदन कले ये दुख जन विष्णु कहले हिरण्यकश्यपुर कार्यकलाप मु सुचारू रूपे अवगत अच्छी किंतु अपेक्षा कर निर्दिष्ट समय को अपेक्षा कर जिते तार 5 वर्षीय निर्भय बालक प्रहलाद प्रति द्वेष आचरण कर ब्रह्मांकर सबु बर कायम सत्वे मुझे मारि कहीं
ନା ଯଥା ବେଦେଷୁ ଗୋଷୁ ବିପ୍ରେଷୁ ସାଧୁଷୁ ଧର୍ମେ ମୟୀଚ ବିଦ୍ବେଷ ସବା ଆସୁ ବିନଶ୍ୟତି। ଯୋଉମାନେ ବେଦ ଠାରେ ଦେବତାଙ୍କ ଠାରେ ବ୍ରାହ୍ମଣ ଠାରେ ବୈଷ୍ଣବ ଠାରେ ଗୋମାତା ଠାରେ ଧର୍ମ ଠାରେ ଏବଂ ଗୋ ଠାରେ ବିଦ୍ବେଷ କରନ୍ତି ସେମାନେ ତତ୍କ୍ଷଣାତ୍ ନାଶ ଯାଆନ୍ତି। ତତ୍କ୍ଷଣାତ୍। ତେଣୁ ସେଇ ସମୟ ପର୍ଯ୍ୟନ୍ତ ଅପେକ୍ଷା ଯାହା ହଉ ଏ ଦିନେ ମରିବ ବୋଲି ଚିନ୍ତା କରି ଦେବତା ମାନେ ଫେରିକି ଆସିଲେ। ବର୍ତ୍ତମାନ ଆମେ ଆଲୋଚନା କରିବା ଯୋଉ ପୁଅ ପ୍ରତି ବିଦ୍ବେଷ କଲେ ହିରଣ୍ୟକଶ୍ୟପର ମୃତ୍ୟୁ ହବ ସେ ପୁଅର ପରିଚୟ କଣ, ସେ ପୁଅର ଚରିତ୍ର କଣ କିପରି। ହିରଣ୍ୟକଶ୍ୟପର ଚାରିଟା ପୁଅ ଲାଦ ସଂହ୍ଲାଦ ଅନୁଲ୍ଲାଦ ପ୍ରହ୍ଲାଦ ଚାରିଟା। ଏ ପ୍ରହ୍ଲାଦ ସର୍ବକନିଷ୍ଠ। ଇଏ ଗର୍ଭରୁ ହିଁ ଭକ୍ତ, ମାତୃ ଗର୍ଭରୁ ଗୁରୁ ଗର୍ଭରେ ଥିବା ଅବସ୍ଥାରେ ହିଁ ଗୁରୁ, ଗୁରୁ ମୁଖରୁ ବିଦ୍ୟା ଶୁଣିକିରି ଭକ୍ତ ହେଇଛନ୍ତି। ଗର୍ଭରେ ଥିଲାବେଳେ ଏପରି କୀର୍ତ୍ତନ କରନ୍ତି ଯେ ଗର୍ଭ ଭିତରେ ମା ତାଙ୍କର ଚମକି ପଡନ୍ତି, ଆରେ ଗର୍ଭର ପିଲା କୀର୍ତ୍ତନ କରନ୍ତି। ସେ ବାଳକଙ୍କର ଚରିତ୍ର କିପରି, ଜିତେନ୍ଦ୍ରିୟ, ସବୁ ଇନ୍ଦ୍ରିୟକୁ ଜୟ କରିଛନ୍ତି, ସମଦର୍ଶୀ। ସେ କାହାକୁ ହେଲେ ପାତର ଅନ୍ତର ଦୃଷ୍ଟିରେ ଦେଖୁନଥିଲେ। ସର୍ବଭୂତ ହିତୈଷୀ, ସର୍ବଜୀବଙ୍କର ହିତ କାମନା କରୁଥିଲେ। ଆଉ ବାଲ୍ୟ ଚପଳତା, 5 ବର୍ଷର ପିଲା ଖେଳିବା ବୁଲିବା ସେସବୁ ନାହିଁ। ଅନନ୍ୟ ହରିଭକ୍ତ, ଅର୍ଥାତ୍ ଏପରି ହରିଭକ୍ତ ଆଉ କିଏ ନାହିଁ। ମହାଭାଗବତ, ପରମ ବୈଷ୍ଣବ। ହରିଚିନ୍ତା କୃଷ୍ଣ ଗ୍ରହ ଗ୍ରହିତାତ୍ମା, ଇଏ କିଏ ନା କୃଷ୍ଣ ରୂପକ ଗ୍ରହ ଆଙ୍କୁ ଆକ୍ରମଣ କରିଛି। ସବୁବେଳେ ଭାବଗ୍ରସ୍ତ ହେଇକି ରହନ୍ତି। ଗୋବିନ୍ଦ ପରିରମ୍ଭିତ, ଗୋବିନ୍ଦଙ୍କ ଦ୍ଵାରା ସୁରକ୍ଷିତ ପରିପାଳିତ, ଖାଇବା ଗାଧୋଇବା କିଛି ଆଙ୍କର ମନେ ରହେ ନା, ସବୁ ଭଗବାନ ଆସିକିରି କରିକିରି ଯାଆନ୍ତି ଆଙ୍କର କାରଣ ଡ୍ୟୁଟି ସବୁ। ସେ ଜାଣିପାରନ୍ତି ନାହିଁ କେତେବେଳେ ଭଗବାନ ଆସିକି କରାନ୍ତି। ସବୁବେଳେ ଭାବଗ୍ରସ୍ତ ହେଇକିରି କୃଷ୍ଣ ଚିନ୍ତାରେ ରହନ୍ତି। କେତେବେଳେ ହସନ୍ତି, କେତେବେଳେ କାନ୍ଦନ୍ତି, କେତେବେଳେ ଉଚ୍ଚ ସ୍ୱରରେ ନାମ କରନ୍ତି, କେତେବେଳେ ତଳେ ଉତ୍ସାହୀ ଗଡ଼ିଯାଆନ୍ତି। ଏହିପରି ସବୁ ସାତ୍ବିକ ଲକ୍ଷଣ ସବୁ ପ୍ରକାଶ ପାଉଛନ୍ତି। ହେଲେ ଯେତେବେଳେ 5 ବର୍ଷ ବୟସରେ ଉପନୀତ ହେଲେ, ତାଙ୍କର ପିତା ତାଙ୍କର ପାଠ ପଢା ଆରମ୍ଭ କଲେ। କାହାକୁ ଦେଲେ, ତାଙ୍କର କୁଳ ଗୁରୁ ଶୁକ୍ରାଚାର୍ଯ୍ୟ। ଶୁକ୍ରାଚାର୍ଯ୍ୟଙ୍କର 2ଟା ପୁଅ ଷଣ୍ଡ ଅମର୍ତ୍ତା। ଏ 2 ଜଣ ହିରଣ୍ୟକଶ୍ୟପର ଘର ପାଖରେ ରହୁଛନ୍ତି। ତାଙ୍କ ହସ୍ତରେ ତାଙ୍କର ବିଦ୍ୟା ଭାର ନିୟୋଜିତ କଲେ। ନିୟ ପିଲାକୁ ନେଇ ପାଠ ପଢା, ପାଠ ପଢେଇଲେ। କିଛି ଦିନ ପରେ ପ୍ରହ୍ଲାଦ ଘରକୁ ଆସିଛନ୍ତି। ପାଠ ପଢିଛି ପିଲା ମୋର ବୋଲି ବାପା କଣ କଲେ, ପୁଅକୁ ଗେଲ କରିକି କୋଳରେ ବସେଇକିରି ଅତି ଆନନ୍ଦ ପାଇଲେ। ପୁଅ ବାପା ଯଦି ଛୋଟ ପିଲାକୁ କୋଳେଇକିରି ଆନନ୍ଦରେ କୁଣ୍ଢେଇବ ବୋଲେ ଭାରି ଆନନ୍ଦ ପାଇବେ, ସୁଖ। ସେମିତି ନିଜ ପୁଅକୁ ଭାରି କୁଣ୍ଢେଇକିରି ସୁଖ ପାଇଲେ, ଚୁମ୍ବନ ଦେଲେ, ତାର ମସ୍ତକ ଆଘ୍ରାଣ କଲେ, କରିକିରି ଆନନ୍ଦ ପାଇଲେ। ଜୀବ ମାତ୍ରେ ମୋହଗ୍ରସ୍ତ। କହିଲେ, ହେ ବତ୍ସ, ତୁମକୁ ପାଠ ପଢିବାକୁ ମୁଁ ଛାଡିଥିଲି, ତୁମର ଶିକ୍ଷକ ମାନେ ତୁମକୁ କି ପାଠ ପଢିଲେ, କଣ ପଢିଲ ଏତେ ଦିନ? ଯାହା ଭଲ ପଢିଲ ତାହା ମତେ କୁହ।
ଯାହା ତମକୁ ଭଲ ଲାଗିଲା। ମୁଁ କୌଣସି ନିର୍ଦ୍ଦିଷ୍ଟ ପ୍ରଶ୍ନ ପଚାରିନି, କହିପାରିବ କି ନ କହିପାରିବ ତାର ଉତ୍ତର, ତମକୁ ଯୋଉଟା ଭଲ ଲାଗିଲା ସେଟା କହ। ପ୍ରହ୍ଲାଦ କହିଲେ, ହେ ଅସୁର ବର୍ଜ୍ୟ, ଅସୁର କୂଳ ଚୂଡାମଣି, ହିତାକୁ ପାତಂ ଗୃହମନ୍ଧକୂପଂ ବନଂ ଗତ୍ୱା ଜନ୍ତୁ ହରିମାଶ୍ରୟ। ଜୀବର କର୍ତ୍ତବ୍ୟ ହଉଛି ଏ ଗୃହ ତ୍ୟାଗ କରିବେ। କଣ ପାଇଁ? ଏଇଟା ଅନ୍ଧକୂପ ଏ ଗୃହଟା। କାହିଁକି ନା ହରି ଭଜନର ପ୍ରତିକୂଳ, ଆତ୍ମ ପାତର ସ୍ଥାନ ଇଏ, ଏ ଆତ୍ମ କଲ୍ୟାଣର ସ୍ଥାନ ନାହିଁ ଏ ଗୃହ, ଏ ଗୃହ ଅନ୍ଧକୂପ। ତେଣୁ ମନୁଷ୍ୟ ମାତ୍ରେ ଇଏ ଗୃହକୁ ତ୍ୟାଗ କରି ବଣକୁ ଯାଇ ହରିଙ୍କର ଆଶ୍ରୟ ନେବେ। ହରି ନାଁ ଶୁଣିବା ମାତ୍ରେ ହସିଲା, ବିଦ୍ରୁପ କରି। ଛୋଟ ପିଲା ଗୁଡାକର ମତି ଏଭଳି ପାଗଳାମି। ସେ ତାର ଶିକ୍ଷକ ଦି ଜଣଙ୍କୁ ଡାକିଲା, ସନ୍ଧ୍ୟା ମତକା, ତମେ ପିଲାକୁ କଣ ପାଠ ପଢେଇଛ, ଇଏ ହରି ପକ୍ଷପାତୀ କଥା କହୁଛି। ଗୃହ ଅନ୍ଧକୂପ, ଏ ଭାଡିଟା କଣ ସାମାନ୍ୟ ଭାଡିଟା କି? ଗୃହକୁ ତ୍ୟାଗ କରିବା ସହଜ, କାହିଁକି ତ୍ୟାଗ କରିବ? କୋଉ ସାଧୁ ଅଛି ପରା ମଠରେ 50 ବର୍ଷ ରହିଲେ ମଧ୍ୟ ମଠ ଘରକୁ 50 ଥର ଫୋନ କରୁଛୁ, ଅଛି କି? ଗୃହ ତ୍ୟାଗ କରିକି ସମ୍ଭବ ନୁହେଁ। ଜନନୀ ଜନ୍ମଭୂମି ତ୍ୟାଗ କରିବା ଏଇଟା ସହଜ ନାହିଁ। ଗୃହର ମୋହ ଏତେ ସହଜରେ ଛାଡି ହବନି। ସେତେ କୃଷ୍ଣ ଅନୁଗ୍ରହ ହେଲେ ଗୃହଟକୁ ଯେତେବେଳେ କାଳ ବୋଲି ଜାଣିବେ, ଶତ୍ରୁ ବୋଲି ଜାଣିବେ, ବିଷଧର ସର୍ପ ମୋର ଗୃହବାସୀ ସବୁ, ସେତେବେଳେ ଗୃହ ତ୍ୟାଗ। ହରି ଅନୁକୂଳ ହେଲେ ହରି ପ୍ରତିକୂଳ ବସ୍ତୁ ବର୍ଜିତ ହବ, ନହେଲେ ହବନି। ये गृह आश्रमर ये गृह जंजाल अति घनिष्ठ जीव प्रति ताको त्याग करिया बड़ दुर्भ व्यापार। से जालरू गोड़ उठेकरी जीवाटा भारी कष्ट। कहीं ये आत्म कल्याण विरुद्ध स्थान एपरी घरे किए रही भजन कर सुखरे अच्छी किए? मठरे आजिकल आश्रम धाम क्षेत्र में भजन हवा कष्ट कथा। मठरे हवा घरे कल भजन हम। अंधकूप, अंधकूप मान बन सब कूप थाए, शुखिला कूप, खाल बड़ बड़ खाल, ता भितर सब सरीसृप जंतु साप रही था। सेगुड़ाक बहु काल गछ लता उठिक मिशि जा रास्ता सहित जना पड़। बाट जदि सेवाटे जीव कौन सी भय न जाणिक जाऊ कि बाघ फाग कौन तार गंध बाजिला मैंने हिंस्र जंतु किए कड़े धाई आईबे, से दौड़ दौड़ प्राण विकल दुम से खातर पड़ से जना पड़े पड़गले तार गोड़ पड़ से भितर साप बिछा कंकड़ा सब थे सेटा मारी ऊपर को जीव बाघ जो आसिले खाइबी कड़े अच्छे। गृहस्थ आश्रम हजार हजार जाल सब घेरिकी रही सरसज्जा, ये शांति पाइबा बड़ कष्ट। से कथा प्रहलाद महाराज भल भाव व्याख्या कर पिला आगे। तेणु जीवर कर्तव्य मात्र यह परित्याग कर बन को जीवे हरि भजन कर। हिरण्यकशिपु एक कथा कहू बास्तव ने तो गाड़ी कले भल भाव पढ़ा कौन पाठ पढ़े सब ना ये पाठ आगे आम पढ़ेलु कि आउ सब शिखी
अरे तू डाक्टर शिखिଛୁ ए ଡାକ୍ତର ବାଡେଇଲେ ସବୁ କଥା କହିଦବ ଯା ଆଜି ଛୁଆକୁ ପାଠ ପଢିବୁ। ହିରଣ୍ୟକଶ୍ୟପ କହିଲା ଯେପରି କୌଣସି ବିଷ୍ଣୁ ପକ୍ଷପାତୀ ଲୋକ ନ ପ୍ରବେଶ କରେ ବିଦ୍ୟାଳୟରେ। ଦେଖ ତାପରେ ଏମିତି ପାଠ ପଢିଲେ କିଛି ଆଉ ଥରେ କେତେ ଦିନ ପାଠ ପଢିଲା ପରେ ଘରକୁ ଆସିବା ପରେ ତାଙ୍କର ମା ତାଙ୍କୁ ସ୍ନାନ କରାଇଲେ, ଦେଶ କରାଇଲେ, ଖୁଏଇଲେ ପିଏଇଲେ, ଅଳଙ୍କାର ସବୁ ପିନ୍ଧେଇଲେ, ମୁଣ୍ଡ କୁଣ୍ଡେଇ ଦେଲେ, ଦେଶ କରିକିରି ବାପାଙ୍କ ପାଖକୁ ଛାଡ଼ିଲେ। ବାପା ଆଉ ଥରେ ଗେଲ କରି ସ୍ନେହ କରି କୋଳରେ ବସେଇଲା, କୋଳ କରି ସ୍ନେହରେ ବସେଇକିରି ଆଉ ଥରେ ସେ ପ୍ରଶ୍ନ ଏକା ପଚାରିଲା, ଏ ଏତେ ଦିନ ତ ଆହୁରି କଣ ପାଠ ପଢିଛୁ କାହିଁକି ନା ସେ ଭାବିଲା ଗତ ଥର ସେ ଏପରି ଉତ୍ତର ଦେଲା, ଏବେ ଆଉ କଣ ପଚାରିଲେ ଭଲ କଥା ମାଷ୍ଟରମାନେ ପଢେଇଥିବେ ଆଉ କହିବ ସଂସାର ପକ୍ଷପାତୀ କଥା। ଆରେ ଏବେ ଆଉ ଏତେ ଦିନ କଣ ପଢିଲୁ କହ, ଭଲ ପାଠ କଣ ବିଦ୍ୟା ପଢିଲୁ ଆଉ ତତେ ଯୋଉଟା ଭଲ ଲାଗିଲା କହ। ସେ ପ୍ରଶ୍ନ ଆଉ ଥରେ ଯେତେବେଳେ ପଚାରିଲେ ସେ ଆଉ ଗୋଟେ ପ୍ରକାର ଉତ୍ତର ଦେଲେ, ତାଠୁ ଆଉ ଗୋଟେ କଡା ଉତ୍ତର। ମତେ ଭଲ ଲାଗିବା ପାଠ ହଉଛି ଶ୍ରବଣଂ କୀର୍ତ୍ତନଂ ବିଷ୍ଣୁ ସ୍ମରଣଂ ପାଦ ସେବନଂ ଅର୍ଚ୍ଚନଂ ବନ୍ଦନଂ ଦାସ୍ୟଂ ସତ୍ୟଂ ଆତ୍ମନିବେଦନଂ ଇତି ପୁରୁଷାର୍ଥିତା ବିଷ୍ଣୁ ଭକ୍ତିଶ୍ଚେ ନବଲକ୍ଷଣା ଇୟତେ ଭଗବତ୍ଗନ୍ଧା ତନ୍ମନ୍ୟେ ଧୀତମୁକ୍ତମ୍। ଇଏ ହଉଛି ନବଧା ଭକ୍ତି, 9 ପ୍ରକାର ବିଷ୍ଣୁ ସେବା। ଶ୍ରବଣ, କୀର୍ତ୍ତନ, ସ୍ମରଣ, ଅର୍ଚ୍ଚନ, ବନ୍ଦନ, ଦାସ୍ୟ, ସଖ୍ୟ, ପାଦ ସେବନ, ଆତ୍ମନିବେଦନ। ये 9 ପ୍ରକାରରେ ଯିଏ ବିଷ୍ଣୁ ସେବା କରେ ମୋ ମତରେ ସେ ଉତ୍ତମ ଅଧ୍ୟୟନ କରିଛି, ଅର୍ଥାତ୍ ହରିଭକ୍ତ ପଣ୍ଡିତ। ହିରଣ୍ୟକଶ୍ୟପର ଆଖି ନାଲି ହେଇଗଲା, ଓଠ କମ୍ପିଲା, ଦେହ ଥରିଲା କ୍ରୋଧ। ସେ ପ୍ରଶ୍ନର ଉତ୍ତର ଆଉ ଥରେ ରିପିଟ କରିଦେଲା ଆହୁରି କଡାକିରି। ये 9ଟା ଭକ୍ତି କଣ ସଂକ୍ଷିପ୍ତ ବ୍ୟାଖ୍ୟା ଶ୍ରବଣ, ଭଗବାନଙ୍କର ଲୀଳା ଗୁଣ ଚରିତ ଏହାକୁ କୌଣସି ଉତ୍ତମ ଅଧିକାରୀ ମୁଖରୁ ଗ୍ରହଣ କରିବାର ନାମ ଶ୍ରବଣ। ଠିକ ସେହିପରି ତାକୁ ଜିହ୍ୱାରେ ଉଚ୍ଚାରଣ କରିବାର ନାମ କୀର୍ତ୍ତନ, ମନରେ ଧ୍ୟାନ କରିବାର ନାମ ସ୍ମରଣ, ବିଗ୍ରହ ମନ୍ଦିରରେ ପୂଜା କରିବାର ନାମ ଅର୍ଚ୍ଚନ, ଭଗବାନଙ୍କୁ ପ୍ରଣାମ କରିବାର ନାମ ବନ୍ଦନ, ମୁଁ ତାଙ୍କର କିଙ୍କର ସେବକ ଏ ଜ୍ଞାନ କରି ସେବା କରିବାର ନାମ ଦାସ୍ୟ, ମୁଁ ତାଙ୍କର ବନ୍ଧୁ ମିତ୍ର ହିତାକାଂକ୍ଷୀ ଶୁଭାକାଂକ୍ଷୀ ଏ ଭାବନା କରି ମୈତ୍ରୀ ସ୍ଥାପନ କରିବାର ନାମ ସଖ୍ୟ, ଲକ୍ଷ୍ମୀଙ୍କ ତୁଲ୍ୟ ଅଙ୍ଗ ସେବାର ନାମ ପାଦ ସେବନ, ସର୍ବସ୍ୱ ଅର୍ପଣର ନାମ ଆତ୍ମନିବେଦନ। ଏହିପରି 9 ପ୍ରକାର ଗୋଟିଏ ଯୋଡ଼ି ଯେତେବେଳେ କରାଯାଇପାରେ। ଏ 9ଟି ଅଙ୍ଗ ଅନେକ ଭକ୍ତ ସାଧନ କରିଛନ୍ତି। ଶ୍ରବଣ ଅଙ୍ଗ, ଶ୍ରବଣାଙ୍ଗରେ ସବୁଠୁ ବଡ ହଉଛନ୍ତି ପରୀକ୍ଷିତ ମହାରାଜ। 7 ଦିନ 7 ରାତି କେତେ 168 ଘଣ୍ଟା, 168 ଘଣ୍ଟା ନ ଖାଇ ନ ପିଇ ନ ଶୋଇ ଭାଗବତ ଶ୍ରବଣ କରୁଛନ୍ତି 168 ଘଣ୍ଟା। ଆଜି ପର୍ଯ୍ୟନ୍ତ କିଏ ସେ ରେକର୍ଡ ଭାଙ୍ଗିନି। ସେହିପରି ସୁଖଦେବ ବକ୍ତା କୀର୍ତ୍ତନରେ ଅଧିକାରୀ, ସ୍ମରଣରେ ପ୍ରହ୍ଲାଦ, ବନ୍ଦନରେ ଅକ୍ରୁର, ଅର୍ଚ୍ଚନରେ ପୃଥୁ ମହାରାଜ, ଦାସ୍ୟରେ ହନୁମାନ, ସଖ୍ୟରେ ଅର୍ଜୁନ, ପାଦ ସେବନ ଲକ୍ଷ୍ମୀ ଦେବୀ, ଆତ୍ମନିବେଦନ ବଳି ମହାରାଜ। ତେଣୁ ଏ 9ଟା ଭକ୍ତ
ନଅଟା ସେବା କରିକି ଉତ୍ତମ ହେଇଛନ୍ତି। କିନ୍ତୁ ଅମ୍ବରୀଶ ମହାରାଜ ଏକୁଟିଆ ଜଣେ ନଅଟା ଭକ୍ତିର ଅଧିକାରୀ। ନବଧା ଭକ୍ତି ଶିରୋମଣି। ତେଣୁ ଯେତେବେଳେ ଏକଥା କହିଲେ, ସେ କହିଲେ ଅରେ ସନ୍ଧାନତା ତମେ ଇଏ କଣ କଲ, ମୋର ପିଲାକୁ ସର୍ବନାଶ କରିଦେଲ। ହେଁ ଇଏ କୁଳାଙ୍ଗାର, ଯେପରି ଇଏ ନିଜର ପିତାମାତା ଯୋଉମାନେ ତାକୁ ପାଉଛନ୍ତି, ପୋଷୁଛନ୍ତି, ଖାଇବାକୁ ଦଉଛନ୍ତି, ତାଙ୍କ ପ୍ରତି ବିଶ୍ୱାସ ଘାତକତା କରୁଛି। ଇଏ ବିଷ୍ଣୁଙ୍କ ପ୍ରତି ଯେ ବିଶ୍ୱାସ ସ୍ଥାପନ କରିବ, ଏପରି ପିଲାକୁ କି ବିଶ୍ୱାସ ଅଛି? ଆକୁ କଣ କରିବାକୁ ହବ? ଗୋଟେ ବଗିଚାରେ ବା କ୍ଷେତରେ ଯଦି ବାଳୁଙ୍ଗା ଘାସ, ଅନାବନା ଗଛ ବାହାରେ, ଆଉ କଣ କରିବାକୁ ହବ? ଉପାଡ଼ିକିରି ଫିଙ୍ଗିବାକୁ ହବ। ଦେହର ଯଦି ଗୋଟିଏ ଅଙ୍ଗ ନଷ୍ଟ ହେଇଗଲା, ପାରାଲିସିସ୍ ହେଲା କି କ୍ୟାନ୍ସର ହେଲା କି ନଷ୍ଟ ହେଇଗଲା, ପଚି ସଢି, ସେ ଅଙ୍ଗକୁ ଅପରେସନ କରି କାଟିକିରି ଫିଙ୍ଗିବାକୁ ହବ। କୂଳରେ ଯଦି କୁଳାଙ୍ଗାର ଜନ୍ମ ହୁଏ, ତାକୁ ହତ୍ୟା କରି କୂଳକୁ ମୁକ୍ତ କରିବାକୁ ହବ। ନିଅ ଆକୁ ହତ୍ୟା କର। ଏ କୂଳର ଅବାଞ୍ଛିତ ପିଲା। ଏହା କହି କୋଳରେ ଯୋଉ ବସେଇକିରି ଗେଲ କରୁଥିଲା, ଟେକିକିରି କୋଳରୁ ଫୋପାଡ଼ି ଦେଲା ତ ଗଲା। ତାପରେ ଗୁରୁମାନେ ନେଲେ, ଆରେ ଏ ଦୈତ୍ୟର ଚନ୍ଦନ ବନରେ କୁଠାର, ଏ ଦୈତ୍ୟ ଚନ୍ଦନ ବନରେ କୁଠାର ହଉଛି ବିଷ୍ଣୁ, ବେଣ୍ଟ ହଉଛି ପ୍ରହ୍ଲାଦ। ନିଅ ଆକୁ ମାର। ଅସୁର ମାନେ ସବୁ ହି ହି ହା ହା କରି ତାକୁ ମାରିବାକୁ ଲାଗିଲେ। ନାନା ପ୍ରକାର ଅସ୍ତ୍ର ଶସ୍ତ୍ର ପ୍ରୟୋଗ କଲେ, କରି ମଧ୍ୟ ମାରିପାରିଲେ ନାହିଁ। ତାପରେ ପରେ ଅନେକ ପନିଶମେଣ୍ଟ ଦେଲେ, ଭୟଙ୍କର ପର୍ବତାକାର ହସ୍ତି ତାର ପାଦ ତଳେ ପକେଇଲେ, ମାରିପାରିଲେ ନା। ନାଗ ଲୋକର 100, 200, 1000 ଫଣାର ନାଗ ସାପ ମାନେ ଅଛନ୍ତି, ସାପ ବିଷୟରେ ମଧ୍ୟ ମାରିପାରିଲେ। ନ ଖାଇ ନ ପିଇ ମାସ ମାସ ତାଙ୍କୁ ଭୋକରେ ରଖିଲେ, ତଥାପି ମାରି ପାରିଲେ ନାହିଁ। ଭୟଙ୍କର ନିଆଁରେ ପକେଇଲେ, ମାରି ପାରିଲେ ନାହିଁ। ହାତରେ ବିଷ ମିଶେଇକିରି ଖୁଏଇଲେ, ମାରି ପାରିଲେ ନାହିଁ। ପର୍ବତ ଗୁମ୍ଫାରେ ପଛ ମଡେଇକିରି କାଳ କାଳ ରଖିଲେ, ତଥାପି ମାରି ପାରିଲେ ନାହିଁ। ଭୟଙ୍କର ଥଣ୍ଡା ଜାଗାରେ, ଯୋଉଠି କେବଳ ବରଫ ଖାଲି, କାଶ୍ମୀର, ଲେହ, ଡେରାଡୁନ, ତାଠୁ ଆହୁରି କୋଟି କୋଟି ଗୁଣ ଥଣ୍ଡା ଜାଗା ଅଛି, ଚନ୍ଦ୍ରମଣ୍ଡଳ, ତଥାପି ମାରିପାରିଲେ। ପାଣିରେ ବୁଡେଇକିରି ମାସ ମାସ ରଖିଲେ, ପାଣି ଭିତରେ ବୁଡେଇକିରି, ତଥାପି ମାରିପାରିଲେ। ପର୍ବତ ଉପରୁ ତଳକୁ ଫେରିଲେ, ତଥାପି ମାରିପାରିଲେ। ଏତେ ସବୁ ଦଣ୍ଡ ଦ୍ୱାରା ଯେତେବେଳେ ସିଏ ଅବଧ୍ୟ ହେଲା, କାହିଁକି କହିଲେ ଆଜ୍ଞା କିଛି ପନିଶମେଣ୍ଟରେ ଇଏ ମଲାନି। ହିରଣ୍ୟକଶିପୁ ଭୟରେ ଥରିବାକୁ ଲାଗିଲା। ଏ ପିଲାକୁ କିଏ ରକ୍ଷା କରୁଛି? ସିଏ ବର୍ତ୍ତମାନ ନିରୁପାୟ ହେଇଗଲା। ତାର ଗୁରୁଦେବ କହିଲେ, ସନ୍ଧାମର୍କା, ଆଜ୍ଞା ଏଇଟା ପିଲାଟା, ତାର ବୁଦ୍ଧିଟା ଏମିତି ଅଛି ନା, ବଡ ହେଲେ ବୁଦ୍ଧିଟାକୁ ବଦଳିଯିବ। ପିଲା ଦୁଷ୍ଟ ଥିବ ଛୋଟ ସମୟରେ, ବଡ ବେଳେ ଭଲ ହେଇଯାଉଛନ୍ତି। ଛୋଟରେ ଭଲ ଥିଲେ, ବଡ ବେଳେ ବାଳୁଙ୍ଗା ହେଇଯାଉଛନ୍ତି। ତେଣୁ ଏ ପିଲାରେ କଣ ଏ ବୁଦ୍ଧି ଆଉ ରହିବ? ସବୁବେଳେ ଏ ରହିବନି। ଆଉ ଆମର ପିତା ଶୁକ୍ରାଚାର୍ଯ୍ୟ, ସିଏ ଯାଇଛନ୍ତି ବାହାରକୁ, ଆସନ୍ତୁ, ଆସିଲେ ଯାହା କିଛି ବିଚାର କରିବା। ତେଣୁ ଯେପରି ଇଏ କୁଆଡେ ପଳେଇ ନଯାଏ, ଆକୁ ନାଗ ପାଶରେ ବାନ୍ଧି ରଖନ୍ତୁ। ତାକୁ ତ ଆଉ କିଛି ଜଣା ନାହିଁ। ହଁ ହଉ, ଯାହା କିଛି ହଉ, ତମେ ଯାହା କରୁଛ କର, ତାକୁ କହିଲା। ତାପରେ ମାନେ ଆଉଥରେ ସେ ବ୍ୟାଗ ପିଲାଙ୍କୁ ପଢେଇଲେ, ପଢିଲା ଭଳିଆ ଯାଇକି ଧର୍ମ, ଅର୍ଥ, କାମ, ସେ ରାଜନୀତିର ସାମ, ଦାନ, ଦଣ୍ଡ, ଭେଦ ସବୁ ପଢିଲେ।
ଏ ପାଠ ପଢିଲେ ତାଙ୍କୁ ଭଲ ଲାଗୁନଥିଲା। ଏ ପାଠରେ କାହାକୁ ମିତ୍ର, କାହାକୁ ଶତ୍ରୁ, କାହାକୁ ଭଲ, କାହାକୁ ମନ୍ଦ, କାହାକୁ ପର, କାହାକୁ ଆପଣା, ଏସବୁ କରିବାକୁ ପଡେ। ତେଣୁ ସେ ସମଦର୍ଶୀ ଥିଲେ, ଏଗୁଡାକ ଭଲ ଲାଗୁନଥିଲା। ବେଳେ ବେଳେ କଣ ହୁଏ, ଗୁରୁମାନେ ଘରକୁ ପଳାନ୍ତି, ଘର କାମ ପଳିଲେ ପିଲେ ସବୁ ଖେଳିବାକୁ ଯାଆନ୍ତି, ବୁଲନ୍ତି, ଓ ହା ପାଟିତୁଣ୍ଡ କରିକି। ଖେଳିବାକୁ ଗଲେ ପ୍ରହ୍ଲାଦ କହନ୍ତି, ଏ ବୁଲ ନା, ବୁଲିକିରି ସମୟ ନଷ୍ଟ କର ନା, ତମେ ସବୁ ଆସ, ମୁଁ ତମକୁ କିଛି ଭଲ କଥା କହିବି। ଭଲ କଥା କହିବି, ତମେ ଶୁଣ, ମୋ ପାଖରେ ତମର ମଙ୍ଗଳ ହବ। ସେମାନେ ରଜାପୁତ୍ର ହିସାବରେ ଭଲ ପାଉଥିଲେ ପ୍ରହ୍ଲାଦକୁ, ନେତା ତାଙ୍କର। ତେଣୁ ସେମାନେ ପ୍ରହ୍ଲାଦକୁ ଖାତିର କରୁଥିଲେ। ପ୍ରହ୍ଲାଦ ଆସିଲା, ବସିଲେ, ଚାରିପଟେ ମଣ୍ଡଳୀ ବାନ୍ଧି ରାଉଣ୍ଡରେ ବସିଲେ। ଶୁଣ, ମୁଁ କିଛି ମଙ୍ଗଳ କଥା କହିବି। କୌମାର ଆଚରିତ ପ୍ରାଜ୍ଞ ଧର୍ମାନ ଭାଗବତାନିହ ଦୁର୍ଲଭ ମାନୁଷ ଜନ୍ମ ତଦପ୍ୟ ଧ୍ରୁବ ମତ୍ସଦମ୍। କୌମାର 5 ବର୍ଷ, ପ୍ରାଜ୍ଞ ବୁଦ୍ଧିମାନ ବ୍ୟକ୍ତି, ବୁଦ୍ଧିମାନ ବ୍ୟକ୍ତି 5 ବର୍ଷ ବୟସରୁ ଭାଗବତ ଧର୍ମ ଆଚରଣ କରିବେ। ଭାଗବତ ଧର୍ମ କଣ ଆଗରୁ କହିଥିଲେ, ହରିଭଜନ। 5 ବର୍ଷ ବୟସରୁ ହରିଭଜନ ଆରମ୍ଭ କରିବେ। କାହିଁକି? ଦୁର୍ଲଭ ମାନୁଷ ଜନ୍ମ ତଦ୍ ଅପି ଅଧ୍ରୁବମ୍ ଅର୍ଥଦମ୍। ମନୁଷ୍ୟ ଜନ୍ମଟା ଦୁର୍ଲଭ, ଅଧ୍ରୁବ, ଅର୍ଥଦ, 3ଟା କାରଣରୁ 5 ବର୍ଷରୁ ଆରମ୍ଭ କରିବେ। ଦୁର୍ଲଭ, ଅତି ଦୁଃଖରେ ଲାଭ ହୋଇଛି ଜନ୍ମ। ମନୁଷ୍ୟ ଜନ୍ମଟା ସୁଲଭ ନାହିଁ। 80 ଲକ୍ଷ ଜନ୍ମ ପରେ ଏ ଜନ୍ମ ପ୍ରାପ୍ତ ହେଇଛି, ତେଣୁ ଦୁର୍ଲଭ। ଏଇ ଜନ୍ମରେ ଯଦି ଭଜନ ନାହିଁ, ଆର ଜନ୍ମକୁ ନର ଜନ୍ମଟା ଅନିଶ୍ଚିତ, ତେଣୁ ଅଧ୍ରୁବ। କିନ୍ତୁ ଅର୍ଥଦ, ଉପକାରୀ, ତାତ୍ପର୍ଯ୍ୟପୂର୍ଣ୍ଣ, ମଙ୍ଗଳମୟ। ଏ ଜନ୍ମରେ ହରିଭଜନ ହବ, ଏ ଶରୀରରେ ହରିଭଜନ ହବ, ଅନ୍ୟ ଶରୀରରେ ହବ। ଥରେ ଯଦି ହସ୍ତଚ୍ୟୁତ ହେଇଗଲା, ହାତରୁ ଗଲା, ଆଉ ଥରେ 80 ଲକ୍ଷ ଜନ୍ମ, ଆଉ 80 ଲକ୍ଷ ଜନ୍ମ ହେଇକିରି ଆଉ ଥରେ ଆସିବ। ନାରଦ ମୁନି ଧ୍ରୁବକୁ କହୁଥିଲେ କଣ ନା, ବୁଢା କାଳକୁ ହରିଭଜନ କରିବୁ, ଘରକୁ ପଳା, ଘରକୁ ପଳା, ଖେଳ ବୁଲ, ମଜା କର। ଦେଲେ କାହିଁକି ମନ୍ତ୍ର? ଗୁରୁର ବାକ୍ୟ ଯଦି ଧ୍ରୁବ ମାନିଲେ ନାହିଁ, ଆଉ କଥା ଶୁଣିବି, ତାକୁ କାହିଁକି ମନ୍ତ୍ର ଦେବି? ନାହିଁ, ତାକୁ ପରୀକ୍ଷା କରିବା ପାଇଁ କହୁଥିଲି। ଭୁଲେଇ ଦେଲେ ଏ କୁଆଡେ ଭୁଲିଯିବ କି? ଦେଖିଲେ ଯେ ଭୁଲିବା ଜନ୍ତୁ ନାହିଁ, ଭୁଲିବା ଜନ୍ତୁ। ସେଥିପାଇଁ ଗୁରୁ ଶିଷ୍ୟକୁ ପରୀକ୍ଷା କରି, ଗୁରୁର ଭିତରକୁ ପରୀକ୍ଷା କରିବି, ଜାଣିବି, ଜାଣିଲା ପରେ ମନ୍ତ୍ର ଦେବି। କିଏ କି ଉଦ୍ଦେଶ୍ୟ ନେଇକି ମଠକୁ ଆଇଛି, ଶିଷ୍ୟ ହବାକୁ ଚାହୁଁଛି? ବୁଢା କାଳକୁ ଭଜନ କରିବା କୋଉଠି ଲେଖା ହେଇନି, କୌଣସି ଶାସ୍ତ୍ରରେ। ଯୋଉମାନେ ସଂସାର ଭୋଗ କରିବା ପାଇଁ ବ୍ୟସ୍ତ, ବିଷ୍ଣୁ ଧନରେ ଦେହ ପୋଷିବା ପାଇଁ ବ୍ୟସ୍ତ, ସେମାନେ ଏପରି ସବୁ ଭେଳିକି କରନ୍ତି। ବାହାତିଆ କଥା କଣ ଅଛି? କୋଉ ବୁଢା କାହିଁ ଗାଁରେ କେତେଟା ବୁଢା ଭଜନ କରୁଛି? ଭଜନ ପିଲା ଖେଳ ଏତେ ସହଜରେ ହବ? ଏ ବୟସରେ ହଉନି, ବୁଢା କାଳକୁ ହବ। କୁଳଶେଖର ରାଜା ଯୌବନରେ ମରଣ ଚାହୁଁଛନ୍ତି, ପ୍ରଭୁଜୀ ଏ ଯୌବନରେ ମୋର ମୃତ୍ୟୁ ଘଟୁ, ମୁଁ ଏବେ ଭଜନ ପରାୟଣ ଅଛି, ଭଜନ ପରାୟଣ।
ମୋର ଇନ୍ଦ୍ରିୟ ଶକ୍ତ ଅଛି। ଆପଣଙ୍କର ସବୁ ପ୍ରକାର ଭକ୍ତି ଅଙ୍ଗ ପାଳନ କରିବାରେ ଦୃଢ଼। କାହିଁକି ଚାହୁଁଛ? ଯୌବନରେ ମୃତ୍ୟୁ କାହିଁକି ଚାହୁଁଛ? ମନୁଷ୍ୟ ଜୀବନଟା ପିତା ଲାଗିଲା ନା ରାଜପଦ ପିତା ଲାଗିଲା? ନା, ସେଥିପାଇଁ ପ୍ରାଣ ପ୍ରୟାଣ କାଳ ପଥବାସ ପିତେଇ କଣ୍ଠାବରୋଧ ସ୍ମରଣ ଚିତ୍ତସ୍ତେ। ବୁଢା ହେଲେ କଣ ହବ ନା କାଠ ବାତ ପିତ୍ତ ଜର୍ଜରିତ ହେଲେ ଆଉ ତୁମର ସ୍ମରଣ ହବନି। କୋମାରେ ପଡିଯିବ 10 ଦିନ 6 ମାସ, ତେବେ କଣ ଚେତା ନାହିଁ, ଚବର ନାହିଁ, ପାଟି ଫିଟୁନି, କଥା କହୁନି, କହୁନା କିଏ ଚିନ୍ତା କରିବେ? ତେଣୁ ଗୀତାରେ କହୁଛନ୍ତି ଅନ୍ତକାଳେ ମାମେବ ସ୍ମରଣ ମୁକ୍ତ କଳେ ବରଂ, ମତେ ଚିନ୍ତା କରି ଦେହ ତ୍ୟାଗ କଲେ ମତେ ପାଇବେ। ଚିନ୍ତା ହବ କୋମାରେ ପଡିଗଲେ, ଛଟପଟ ହଉଥିଲେ, ବାର୍ଦ୍ଧକ୍ୟ ସମୟ ସମାନ। ବାର୍ଦ୍ଧକ୍ୟ ଏଖଣ ପଞ୍ଚ ରୋଗେ ହତ, କେମାନେ ବଞ୍ଚିବ ବଲ। ବାର୍ଦ୍ଧକ୍ୟର ଯନ୍ତ୍ରଣା ଯିଏ ଭୋଗ କରୁଛି ଜାଣିଛ, ହରିଭଜନ ହବ ଭଲ ସମୟରେ ହଉନି। ସେଥିପାଇଁ 5 ବର୍ଷରୁ କୁହାଯାଇଛି ହରିଭଜନ ଆରମ୍ଭ କରିବାକୁ। କେତେ ବର୍ଷ ଗଲାଣି ଚିନ୍ତା କର, ଆଉ କେତେ ବର୍ଷ ଅଛି? ଜ୍ୟୋତିଷକୁ ହାତ ଦେଖି ଦେଖ, ଆଉ କେତେ ବର୍ଷ ଅଛି? ବଳ ଅଛି ମୃତ୍ୟୁର ଦିନ ନିର୍ଦ୍ଧାରଣ କରିବାକୁ, କେବେ ମରିବାକୁ? ହରିଭଜନ କରିବା ଲୋକ ହାତ ଦେଖିବ କେବେ ମୋର ମରଣ ଅଛି, ନହେଲେ ମରଣକୁ ଡର କାହିଁ? ହରିଙ୍କର ଧନ ଭୋଗ କରୁଛ, ନରକକୁ ଯିଉଛି। ହରିଙ୍କର ସଂସାର ଭୋଗ କରି କରି ନରକକୁ ନିଜ ବାଟ ଖୋଲିଛ। ହାତ ଆଉ ଦେଖିବ କଣ? ଯମଦୂତକୁ ଦିନ ଗଣିବ, ସେସବୁ ଯମଦୂତ କୋଉଦିନ ଆଇବ? ଦିନ ମଣିଷ ହବ। ଦୁର୍ଲଭ ମନୁଷ୍ୟ ଜନ୍ମ, 80 ଲକ୍ଷ ଜନ୍ମ ପରେ ମିଳିଛି। ଏ ଜନ୍ମଟା ସରିଗଲେ ଖାମଖିଆଲି କରି ଆର ଜନ୍ମକୁ ଆଉଥରେ ପାଇବି ମାଳ ଗଡେଇବି। ଜୀବନ ତତିନୀ ସ୍ରୋତ ନହେ ଶେଷ, ମରଣ ନିକଟେ ଘୋର, ସବୁ ସୁମତିଆ ତୁମାରେ ଭୁଲିବ, ଏ ଆଶା ବିଫଳ ମୋର। ସବୁ ସରିଯାଇ ଭଜିବି, ସବୁ ସରିଯାଇ ଭଜିବି, କିଛି ସରିବନି। ସବୁ ଖାଇକିରି ଭଜିବାକୁ ହବ। ସରେଇବା ପାଇଁ ତମର କର୍ତ୍ତବ୍ୟ ନାହିଁ। ସରୁ ନ ସରୁ 2 ନମ୍ବର କାମ ଗୋଟେ ହାତକୁ ନେଇକିରି ଭଜନକୁ ଦୂରକୁ ଠେଲିଛ କାହିଁ? 2 ନମ୍ବର ଫାଲତୁ କାମ କରିକି, ଯାହା ଦ୍ଵାରା କାହାର କିଛି ଲାଭ ନାହିଁ ସେ କାମରେ। ତେଣୁ ଅଧ୍ରୁବ କିନ୍ତୁ ଅର୍ଥଦ, ଦେହ ଜନ୍ମଠୁ ମଧ୍ୟ ନର ଜନ୍ମ ଆହୁରି ସାର୍ଥକ। ଗୋଟେ ଗୋଟେ ଇନ୍ଦ୍ରର ଦେବତାଙ୍କର ଆୟୁଷ 29 କୋଟି ବର୍ଷ। 29 କୋଟି ବର୍ଷ କାଳ ପାଣି କରି କଟେଇ ଦିଅନ୍ତି। 60 କୋଟି ଅପ୍ସରା ଅଛି, 60 କୋଟି ଅପ୍ସରା ଶୃଙ୍ଗ କରିବାକୁ ଅଛି। ଅମୃତ ଖା, ପାରିଜାତ, କଳ୍ପବୃକ୍ଷ, ଭୋଗ ବିଳାସ ଭକ୍ତି ଦେବଲୋକରେ ହରିଭଜନ ହୋଇପାରିବ। ଚଣା ଚୋବେଇକିରି ହରିଭଜନ ହଉନି, ପତର ଚୋବେଇକିରି ଅପ୍ସରା ଶୃଙ୍ଗ ନନ୍ଦନ ବିହାର କରି ହରିଭଜନ। ସେମିତି ଦେବତା ଚାହୁଁଛି ନର ଜନ୍ମ ପାଇଁ। ଲୋକରେ ଦେବତା ଏତେ ଭୋଗ କରିକିରି ଜାଣିନି ଯେ ମରିବା ପରେ ଦୁଃଖର ପାହାଡ ଛୁଆ ହବ ଆମ ଉପରେ। ବିଶାଳ ସ୍ୱର୍ଗ ଲୋକଂ ଭୁକ୍ତ୍ୱା କ୍ଷଣେ କ୍ଷୀଣେ ପୁଣ୍ୟେ ମର୍ତ୍ତ୍ୟ ଲୋକା ବିଶନ୍ତି। ବିଶାଳ ସ୍ୱର୍ଗ ଲୋକକୁ ଭୋଗ କରି ଶେଷକୁ ଆଉଥରେ ମର୍ତ୍ତ୍ୟକୁ ଆସେ। ପୁଣ୍ୟ ସରିଯାଏ। 29-30 କୋଟି ବର୍ଷର ପୁଣ୍ୟ ମୁହୂର୍ତ୍ତରେ ସରିଯାଏ। କିନ୍ତୁ ତାତ୍ପର୍ଯ୍ୟପୂର୍ଣ୍ଣ ନରଜନ୍ମ ଯୁଆଡେ ଯିବେ ସିଆଡେ ହବ, 4 ଛକିଆ। ତେଣୁ ହେ ଅସୁର ବାଦକ ଗଣ, ତୁମେ ସୁଖ ପଛରେ ଯିଏ ହରିଭଜନ ଚାହୁଁଛି ସେ କଣ ଚାହୁଁଛି ନା ଇନ୍ଦ୍ରିୟ ସୁଖ। ସୁଖ ତ ତମେ ନ ଖୋଜିଲେ ଆସିବ।
ଦୁଃଖ ପାଇଁ କିଏ ଖୋଜେ? ଦୁଃଖଟା କେମିତି ଆସେ? ଯଥା ଦୁଃଖ ଅଯତ୍ନତଃ, ଦୁଃଖ ଯେମିତି ବିନା ପ୍ରୟାସରେ ବିନା ଯତ୍ନରେ ଆସେ, ସୁଖ ମଧ୍ୟ ସେମିତି ଆଇବ। ତତ ପ୍ରୟାସ ନ କର୍ତ୍ତବ୍ୟ, କାହିଁକି ନା ଯତ ଆୟୁ ବେଳେନି ପରମ, ତାକୁ ଖୋଜି ଖୋଜି ତମର ଆୟୁଷ ସରିଯିବ। କାଲିକି ସୁଖ ମିଳିବ, ପର ଦିନକୁ ମିଳିବ, ତାପରେ ଦିନକୁ ନହେଲେ ମିଳିବ, ତାପରେ ମିଳିବ, ମିଳିବ ମିଳିବ ମିଳିବ, ମିଳୁନି, ମିଳିବା ସମ୍ଭବ ନାହିଁ। ମରୁଭୂମିରେ ପାଣି ଖୋଜୁଛି, ତା ତଲ ସୈକତେ ବାରି ବିନ୍ଦୁ ସମ, ସୁତ ମିତ ରମଣୀ ସମାଜେ, ତାহে ବିଶ୍ୱରୀ ମନ ତୋହେ, ତୋହେ ବିଶ୍ୱରୀ ମନ ତାহে ସମର୍ପଣ, ଅବୁ ବୁଝେ ହବ କଣ କାଜ। ଏ ପତି ପତ୍ନୀ ପୁତ୍ର କନ୍ୟା ଧନ ଜନର ସଂସାର ସୁଖ ଭିତରେ ମୁଁ ରହିଛି, ଆପଣଙ୍କୁ ତ୍ୟାଗ କରି କଣ ପାଇଁ? ସୁଖ ପାଇଁ। କିପରି ସୁଖ? ନା ମରୁଭୂମିରେ ବିରିବି ଜଳ, ମରୁଭୂମିରେ ବିରିବି ଜଳର ସୁଖ ପାଇବା ପାଇଁ ମୁଁ ଏଠି ରହିଛି, ଆପଣଙ୍କୁ ତ୍ୟାଗ କରି। ସେଥିପାଇଁ ତୁମେ ସବୁ ସୁଖ ପଛରେ ଗୋଡାଅ ନା, ଯଦି ସେ ସୁଖ ମିଳିବ ନ ତଥା ବିନ୍ଦ ଦେଖେଇବ ମୁକୁନ୍ଦ ଚରଣାର ବିନ୍ଦ, ହରିଙ୍କର ସେବା ସୁଖ କଲେ ସେ ସୁଖ ହବ ନାହିଁ। ନା, ଜଣକୁ 100 ବର୍ଷ ଆୟୁଷ ମିଳିଲା, କୁହ କେବେ ଭଜନ କରିବେ? 12 ଘଣ୍ଟା ରାତି ହେଲେ 50 ବର୍ଷ ରାତି ପଳେଇଲା, 100 ବର୍ଷ। ପ୍ରଥମ ଆଡୁ 10 ବର୍ଷ ବାଲ୍ୟ କୈଶୋର ଖେଳ ବୁଲ, ଶେଷ ଆଡକୁ 10-12 ବର୍ଷ ବାର୍ଦ୍ଧକ୍ୟ ଅକର୍ମଣ୍ୟ, ମଝିରେ ଆଉ 10-8 ବର୍ଷ ଘର ସଂସାର, କାଇଁ ଗଲା 50, ये दिन 50, ସେ ରାତି 50, ଦିନ ଯାଏ ସୁଖେ ଦୁଃଖେ ରାତ ଯାଏ ନିଦେ, ଖୋଜି ନ ପାଇଲି କୃଷ୍ଣ ଚରଣାର ବିନ୍ଦେ। କେତେବେଳେ ଭୋଜିବ? ଗଲା 100 ବର୍ଷରେ ଯଦି ସମୟ ନାହିଁ, କେତେ ବର୍ଷ ଦେଲେ ଭୋଜିବ? ଖଟ୍ଟାଙ୍ଗ ବୋଲି ଗୋଟେ ରାଜା ଥିଲେ, ରାମଙ୍କର ବାପା ଦଶରଥ, ତାଙ୍କ ବାପା ଅଜ, ତାଙ୍କ ବାପା ରଘୁ, ତାଙ୍କ ବାପା ଦୀର୍ଘବାହୁ, ତାଙ୍କ ବାପା ଖଟ୍ଟାଙ୍ଗ, ସୂର୍ଯ୍ୟବଂଶ। ଏ ଭାରି ଶକ୍ତିଶାଳୀ ରାଜା। ଦେବଦାନବ ଯୁଦ୍ଧ ହେଲା, ଦେବତା ମାନେ ବିଷ୍ଣୁକୁ ନ ଡାକିକିରି ଖଟ୍ଟାଙ୍ଗକୁ ଡାକିଲେ, ଆମ ପାଇଁ ଯୁଦ୍ଧ କର। ଦୀର୍ଘ କାଳ ଯୁଦ୍ଧ କରି କରି ଅସୁର ମାନଙ୍କୁ ହରେଇଲେ, ଦେବତା ମାନେ ଖୁସି ହେଲେ, ପଚାରିଲେ କଣ ଦରକାର? ଆମେ ଗୋଟେ ମନ୍ଦିରକୁ ଯାଇ ଗୋଟେ ଦେବତା ଠେଇ ମୁଣ୍ଡିଆ ମାରୁଛୁ, ପଣା ଚଢଉଛୁ, କ୍ଷୀର ଚଢଉଛୁ, ମିଠା ଦଉଛୁ, ନଡିଆ ଭାଙ୍ଗୁଛୁ, ସ୍ୱର୍ଗ ରାଜ୍ୟର ଦେବତା ଫଳ ଦେବାକୁ ବସିଛନ୍ତି ଖଟ୍ଟାଙ୍କୁ, ତାଙ୍କର ମଙ୍ଗଳ ହେଲା, ଉପକାର ହେଲା। ଖଟ୍ଟାଙ୍ଗ କହିଲେ ଦେବତାର ପୂଜା ମତେ ଆଶୀର୍ବାଦ ଦରକାର ନାହିଁ, ମୋର କେତେ ଆୟୁଷ ଅଛି କହ, ମୁଁ ଏତେ ଦିନ ଏଇଠି ଗଲା ଯୁଦ୍ଧରେ ମୋର ଆୟୁଷ କେତେ ଅଛି କୁହ, ତୁମର ଆୟୁଷ ଅଛି ଆଉ 1 ମୁହୂର୍ତ୍ତ, ସର୍ବନାଶ ହେଇଗଲା ସ୍ୱର୍ଗରେ ଆସିକି। ତୁମର ଆୟୁଷ 1 ମୁହୂର୍ତ୍ତ 48 ମିନିଟ, ଗୋଟେ ଘଣ୍ଟାଟେ ମଧ୍ୟ ନାହିଁ। ସାଙ୍ଗେ ସାଙ୍ଗେ କହିଲେ ମତେ ଗୋଟିଏ ଦ୍ରୁତଗାମୀ ରଥ ଦିଅ, ସେ ରଥରେ ଚଞ୍ଚଳ ଘରକୁ ଆସିକିରି 48 ମିନିଟ ଭିତରେ ହରିଭଜନ କରି ବୈକୁଣ୍ଠ, 48 ମିନିଟ, ତମକୁ 48 ଜନ୍ମ ମିଳିଲା, ଭଜନ ସେଇଠି ହବ, 1 ମୁହୂର୍ତ୍ତରେ ହରି। ସେଥିପାଇଁ ସେ ରଘୁବଂଶ ଧନ୍ୟ ହେଇଛି। ଆଉ 100 ବର୍ଷ ଭିତରେ ମିଳୁନି ବୋଲି ଧିକ୍ ତା ଜୀବନ। ତେଣୁ ପିଲାମାନଙ୍କୁ ଏମିତି ବହୁତ କଥା ଯେତେବେଳେ ବୁଝେଇଲେ, ପିଲାମାନେ ଭାରି ଖୁସି ହେଲେ, ଏ ଆତ୍ମାର କଥା ହରିଭଜନ କର, ହରି ତୁମର, ହରିଭଜନ କରିବା ପାଇଁ କିଛି ଦରକାର ନାହିଁ, କୁଆଡେ ଯିବା ଦରକାର ନାହିଁ, ତମ ହୃଦୟରେ ହରି ଅଛନ୍ତି। ଈଶ୍ୱର ସର୍ବଭୂତା ନାହିଁ, ପିଲେ ଖୁସି ହେଲେ, ହରି ତୁ ସବୁ ଏଇ ପାଠ କୋଉଠୁ ଶିଖିଲୁ?
କାଲି ଆମର ତ ମାଷ୍ଟର କିଏ ଆମକୁ ଏ ପାଠ ପଢଉନି, ପଢୁଛି ତମକୁ ଯାହା ଆମକୁ ତାହା। କାହିଁ ଆମେ ତ ବାହାରୁ କିଏ ଆସିକି ଏ ପାଠ ପଢଉନି, ସେଟାକୁ କୋଉଠୁ ଶିଖିଲା, କିଏ ଶିଖେଇଲା? ବଢିଆ କଥା। ନା କିଏ ଶିଖେଇଲା? ଯେତେବେଳେ ମୋ ବାପା ତପସ୍ୟା କରିବାକୁ ଗଲେ କୋଉଠିକି, ମନ୍ଦର ପର୍ବତ ଉପତ୍ୟକା ବ୍ରହ୍ମଣୀ, ଦୀର୍ଘ ଦିନ ଧରି ଯେତେବେଳେ ରହିଲେ ତାଙ୍କ ଦେହରୁ ସବୁ ମାଂସ ଖାଇ ଦେଇଥିଲେ, ଖାଲି କଙ୍କାଳ ଥିଲା। ଯେହେତୁ ଆମେ ଭାବିଲୁ ଇଏ ମରିବ, ଇଏ ଆଉ ଫେରିବନି, ଇଏ ଫେରିବନି, ଏ କଥା ଚିନ୍ତା କରି ଅସୁର ପୁରୀ ଆକ୍ରମଣ କଲେ। ଅତର୍କିତ ଭାବରେ ଆକ୍ରମଣ କଲେ, ବିରୋଧ କରିବାକୁ କିଏ ନାହିଁ। ଅସୁର ଗୁଡାକ ଘର ଦ୍ୱାର ମେଲା କରିକିରି ମଣ ପାହାଡକୁ ପଳେଇଲେ। ଏ ଦେବତା ମାନେ ଅସୁରଙ୍କର ଘର ଦ୍ୱାର ସବୁ ଲୁଟିଲେ। ମୁଁ ସେତେବେଳେ ମୁଁ ମୋ ମାର ଗର୍ଭରେ ଅଛି, ଇନ୍ଦ୍ର ଆସି ମୋ ମାକୁ ବନ୍ଦୀ କଲା ବାନ୍ଧିକିରି ସ୍ୱର୍ଗକୁ ନେବାକୁ। ଏହି ସମୟରେ ନାରଦ ମୁନି ଆସିଲେ, ଅରେ ତାକୁ କୁଆଡେ ବାନ୍ଧିକି ନେଉଛୁ? ନା ୟା ଭିତରେ ହିରଣ୍ୟ କଶ୍ୟପର ଅମୋଘ ବୀର୍ଯ୍ୟ ଅଛି, ଏ ସନ୍ତାନ ଜନ୍ମିଲେ ତାକୁ ମାରିବି, ତା ସ୍ତ୍ରୀକୁ ଛାଡ଼ିବି। ଇନ୍ଦ୍ର ଭାବୁଛି କଣ, ନା ସବୁ ତ ପଳେଇଲେ, ଇଏ କାହିଁକି ଜନ୍ମ ହବ ଗୋଟେ ଶତ୍ରୁ ଛୁଆକୁ ମାରିଦେବା, ମୂଳ ମାଇଲେ ଯିବ ସରି। ତେଣୁ ସିଏ ଭାବିଲା କଣ, ନା ସେ ଗର୍ଭରେ ହିରଣ୍ୟ କଶ୍ୟପ ଭଳିଆ ଆଉ ଗୋଟେ ଅସୁର ଅଛି। ନାରଦ ମୁନି କହିଲେ, ନା ତା ଭିତରେ ଅସୁର ନାହିଁ କି ତାକୁ ତୁ ମାରିପାରିବୁ ନାହିଁ, ସେ ଅବଧ୍ୟ ମହାଭାଗବତ। ଏହିପରି କହିବା ଫଳରେ ଇନ୍ଦ୍ରର ଭୟ ହେଲା, ସାଙ୍ଗେ ସାଙ୍ଗେ ମୋ ମାର ଗୋଡ ତଳେ ପଡିଲା, ମୁଣ୍ଡିଆ ମାରିଲା, ମାରିକିରି ପରିକ୍ରମା କଲା, ମା ପରିକ୍ରମା କରିକିରି ସ୍ୱର୍ଗକୁ ଖାଲି ହାତରେ। ହରିଭକ୍ତ ଗର୍ଭରୁ ସମ୍ମାନ ନିଏ। ତାପରେ ମୋର ମା କଣ କଲେ, ନା ନାରଦ ମୁନିଙ୍କର ଆଶ୍ରମରେ ରହିଲେ। ମୋର ପିତା ଫେରିବା ପର୍ଯ୍ୟନ୍ତ ମତେ ଗର୍ଭରେ ଧାରଣ କଲେ। ମୋ ପିତା ଆସିଲେ ମତେ ପ୍ରସବ କରିବେ। ଗର୍ଭରେ ରହି ନାରଦ ମୁନିଙ୍କ ଠାରୁ ହରିକଥା ଶ୍ରବଣ କରନ୍ତି। ମୁଁ ଗର୍ଭରେ ରହି ତାକୁ ଶୁଣେ, ମୁଁ ଗର୍ଭରେ ରହି ତାକୁ ଶୁଣେ। କିନ୍ତୁ ମୋ ମା ନାରୀ ଜାତି, ସେ ଭୁଲିଗଲାଣି, କିନ୍ତୁ ମୁଁ ସବୁ ମନେ ରଖେ। ଯାହା ସବୁ ନାରଦ ମୁନି କହିଥିଲେ ମୁଁ ସବୁ ମନେ ରଖିଛି। ଶୁଣିବ, ପିଲେ କହିଲେ ନାରଦ ମୁନି କଣ କହିଥିଲେ ଗର୍ଭ ଅବସ୍ଥାରେ, ସେ ସବୁ କହ। ସେ ସବୁ ଶୁଣା। ହଁ, ନାରଦ ମୁନି ଯେତେବେଳେ କହୁଥିଲେ, ମୁଁ ସେତେବେଳେ ଗର୍ଭରେ ଥାଇ ସେ ସବୁ ଶୁଣୁଛି। ଜୀବର ସ୍ୱରୂପ ହଉଛି ଆତ୍ମା। ଆମେ ଶରୀରକୁ ଆତ୍ମଜ୍ଞାନ କରୁଛୁ, ଆମେ ଦେହାତ୍ମ ବୁଝୁ। ଆମର ଯୋଉମାନଙ୍କର ଦେହାତ୍ମ ବୁଝେ, ଦକ୍ଷ ପ୍ରଜାପତିଙ୍କ ଭଳିଆ ଦେହକୁ ଆତ୍ମା ବୋଲି ଭାବିକି ଦେହର ଯତ୍ନ ନିଅନ୍ତୁ। ଦେହର 7 କୋଟି ଯତ୍ନ ନେଲେ ମଧ୍ୟ ସିଏ ଆଉ 1 ସେକେଣ୍ଡ ଅଧିକ ରହିବ ନାହିଁ। 1 ସେକେଣ୍ଡ ଅଧିକ ରହିବନି, ଯେତେ ଦିନ ପାଇଁ ସେ ଦିନରେ ସେ ପଳେଇବ। କେତେ ମାଜି ଘଷି କିଛି କଲେ ରହିବ। ଆତ୍ମାର ଲକ୍ଷଣ, ଶରୀରର 6ଟା ବିକାର ଅଛି। ସୃଷ୍ଟି ହୁଏ, ବୃଦ୍ଧି ପାଏ,
ରହେ, ସୃଷ୍ଟି କରେ, କମେ, ନାଶ ହୁଏ। ଆତ୍ମାର ଏ ଛଅଟା ବିକାର ନାହିଁ। ନଜାୟତେ ନିୟତେ ବା କଦାଚିତ୍ ନ, ଜାତ ହୁଏନି କି ମରେନି, ଜଳରେ ପୂଜା ହୁଏନି, ବାୟୁରେ ସୁଖେନି, ଅସ୍ତ୍ର ଶସ୍ତ୍ରରେ କଟେନି, ଅଗ୍ନିରେ ପୋଡେନି। ଆତ୍ମା ଏ ସବୁ ଭୌତିକ ଧର୍ମରୁ ମୁକ୍ତ। ମୁକ୍ତ। ଏ ଆତ୍ମା କେତେ ନା ଗୋଟିଏ ବାଳ କେଶ, ତାର ଅଗଟା କେତେ ସୂକ୍ଷ୍ମ, ତାର 10,000 ଭାଗରୁ ଭାଗି ଆତ୍ମାର ସ୍ଥାୟୀ। ଏତେ ସୂକ୍ଷ୍ମ ଆତ୍ମା, ଭଗବାନଙ୍କର ଅଂଶ। ତେଣୁ ଜୀବ ମାତ୍ରେ ଧର୍ମ ଆଚରଣ କରିବା ପାଇଁ ହେଲେ ଗୁରୁ ଗ୍ରହଣ କରିବେ। ଗୁରୁ ଶୁଶ୍ରୂଷଣ, ଗୁରୁ ସେବା ହିଁ ଶିଷ୍ୟଙ୍କର କାର୍ଯ୍ୟ। ଦେଖ ଜଗତରେ ସୁଖ କିପରି, ପତ୍ନୀ ସହିତ ନିର୍ଜନରେ ବିହାର କରିବାକୁ କିଏ ଭୁଲିବ? ଛୋଟ ଛୋଟ ଶିଶୁର ଚକାଚକା କଥା ଶୁଣିଲେ କାହାକୁ ଆନନ୍ଦ ନ ଲାଗେ? ଟଙ୍କା ପଇସା କୋଷ ଦେଖିଲେ କିଏ ନ ଖୁସି ହୁଏ? ପଇସା, ଧନ ଦୌଲତ, ଦାସ ଦାସୀ, କୋଠା ବାଡି, କାହାକୁ ଆନନ୍ଦ ନ ଦିଏ? ये सब अनित्य अस्थायी, सब अनित्य। एमती नारद मुनि बहुत कथा कही, ମୁଁ ଶୁଣି ଏସବୁ ଆମେ ସବୁ ସଂକ୍ଷେପରେ ଆଲୋଚନା କରିବୁ। ନିଜର ଉପଦେଶ, ନାରଦ ମୁନିଙ୍କର ଉପଦେଶ, ଡବଲ ଉପଦେଶ ଯେତେବେଳେ ପିଲାମାନେ ଶୁଣିଲେ, ସେତେବେଳେ ସେମାନେ ଏପରି ଭକ୍ତିରେ ପୁଷ୍ଟ ହୋଇଗଲେ ଯେ ତାଙ୍କ ମାଷ୍ଟର ପାଠ ପଢିଲେ ମଧ୍ୟ ଆଉ କିଛି ଶୁଣିଲେ ନାହିଁ। ଆଉ କିଛି ଶୁଣିଲେ। ତେଣୁ ମାଷ୍ଟର ଜାଣିଲେ ଯେ ପିଲା ଦିଟା ପ୍ରହ୍ଲାଦ ସବୁ ପିଲାକୁ ପରିବର୍ତ୍ତନ କରିଦେଇଛି। ସେମାନେ ପ୍ରମାଦ ଗଣିଲେ, ଯାଇକିରି ହିରଣ୍ୟକଶ୍ୟପକୁ ସବୁ କହିଲେ, ଆଜ୍ଞା ସର୍ବନାଶ କଣ ହେଇଛି? ନାଇଁ କାହିଁ ସେ ପିଲା ସେଇ ଠିଆ ହେଇଛି, ବିରଜା ପରେ ଠିଆ ହେଇଛି। ଏସବୁ ଦେଖିବା ମାତ୍ରେ ତାର ଦେହ ଆହୁରି ଥରିବାକୁ ଲାଗିଲା। ପାଖରେ ଠିଆ ହେଇଛି, ତାକୁ ଦେଖିବା ମାତ୍ରେ ତାକୁ କେମିତି ଅନଉଛି ନା ବିଦ୍ରୁପ କରିକିରି ଅନଉଛି, ତେଡା ନଜରରେ ପୁଅ। ଶତ୍ରୁ ଏତେ ଜୋର ହେଇଯାଇଛି ସେ ପୁଅ, ଖାଲି ହରିଭଜନ ପାଇଁ ପୁଅ ସହିତ ଶତ୍ରୁତା, ଆଉ କିଛି ନାହିଁ କାରଣ, ଆଉ କିଛି। ରେ ପ୍ରହ୍ଲାଦ, ତୁମେ କାହାର ଶକ୍ତି ବଳରେ ଏ ଆଚରଣ କରୁଛ? ମୋର ଆଜ୍ଞାକୁ ଉଲ୍ଲଂଘନ କରୁଛ। ଯୋଉ ଆଜ୍ଞା ମୋର ଅପ୍ରତିହତ ବ୍ରହ୍ମାଣ୍ଡରେ, ମୋର ଆଜ୍ଞାକୁ ଅତିକ୍ରମ କରିବା ପାଇଁ ତୁମକୁ ଏ ବୁଦ୍ଧି ଶକ୍ତି ବଳ କିଏ ଦଉଛି? ନା ଯିଏ ସମସ୍ତଙ୍କୁ ଦଉଛି ସିଏ ମତେ ଦଉଛି, ତମକୁ ଦିଏ, ତାକୁ ଦିଏ, ଆକୁ ଦିଏ, ସମସ୍ତଙ୍କର ଜଣେ ଆଜ୍ଞା। ସେଇ ବଳଦାତା ବିଷ୍ଣୁ। ତେଣୁ ସେଇ ବିଷ୍ଣୁ ଯେତେବେଳେ ସର୍ବଦାତା, ସର୍ବନିୟନ୍ତା, ସର୍ବକର୍ତ୍ତା, ଆପଣ ତାଙ୍କ ପାଇଁ ଅଯଥା ଦ୍ରୋହ ଆଚରଣ କରନ୍ତୁ ନାହିଁ, ସେ ମଙ୍ଗଳମୟ, ଆପଣଙ୍କର ମଙ୍ଗଳ ହବ। ଏଇପରି ପ୍ରଭାତ ବୁଝିବାରୁ ଇଏ କଣ ବୁଝିବ? ଉପଦେଶ ହିଁ ମୂର୍ଖା ନାହିଁ, ପ୍ରକୋପ ନ ଶାନ୍ତ। କୁହାଯାଇଛି ପରା, ମୂର୍ଖଙ୍କୁ ଉପଦେଶ ଦେଲେ ସେ କୁପିତ ହୁଏ, ଶାନ୍ତ ହୁଏ। ତେଣୁ କହିଲା, ଆରେ ମତେ ପାଠ ପଢଉଛି, ସେ ଯଦି ତୋର ଶକ୍ତି ଯିଏ ଦଉଛି ଆରାଧ୍ୟ, ଏଠି ସେଠି ସବୁଠି ସବୁଠି ଅଛି, ତାହେଲେ ମୋ ଆଗରେ ସ୍ତମ୍ଭରେ କାହିଁ ନାହାନ୍ତି? ନା ହଁ ଅଛନ୍ତି, ମୁଁ ପ୍ରଣାମ କଲି, ପ୍ରଣାମ ଆଜ୍ଞା ଅଛନ୍ତି, ମୁଁ ଦୋଷୁଛି, ମୁଁ ପ୍ରଣାମ କଲି। ସିଏ
ତାର କଥା ଅନୁସାରେ ଗୋଟେ ଶକ୍ତ ବିନ୍ଧା ମାରିଲା, ସେ ସ୍ତମ୍ଭ ଭାଙ୍ଗିଲା, ଭାଙ୍ଗି ଯାଇକି ଗୋଟେ ପ୍ରଚଣ୍ଡ ବିକଟାଳ ରଙ୍ଗୀ ଶୁଣିଲା। ସେ ରଙ୍ଗୀ ବ୍ରହ୍ମଲୋକ ପର୍ଯ୍ୟନ୍ତ ଗଲା। ବ୍ରହ୍ମା ଭାବିଲେ ମୋର ସୃଷ୍ଟି ନାଶ ହେଇଗଲା। ଦେବଲୋକମାନେ ଭାବିଲେ ଚାରିଆଡେ ସବୁ ଯିଏ ଯୁଆଡେ ବ୍ରହ୍ମାଣ୍ଡ ବ୍ୟାପୀ ସମସ୍ତଙ୍କର କାନ ଅତଡ଼ା ପଡିଗଲା। ଏ ଶବ୍ଦ କୁଆଡୁ ଆସୁଛି ବୋଲି ସମସ୍ତେ ସେ ଜାଗାକୁ ଆସିଲେ। ହିରଣ୍ୟକଶ୍ୟପ ଜାଣିପାରିଲେ ନାହିଁ ଏ ଶବ୍ଦ କୁଆଡୁ ଆସୁଛି। ଶବ୍ଦଂଖେ ପୌରୁଷ ନୃଷି, ମୁଁ ଆକାଶରେ ଶବ୍ଦ ବିଭାନ କରୁଛି। କ୍ରମେ କ୍ରମେ ସେ ଭିତରୁ ଅଧା ସିଂହ ଅଧା ମନୁଷ୍ୟ, ଇଏ ଗୋଟେ କିଏ ନ ମୃଗ ନ ମାନୁଷ ବାହାରିছে। ସେ ବରାହ ଦେବ ରୂପ ଧରି ମୋର ଭାଇକି ମାରିଲେ, ଏବେ ଇଏ ରୂପ ଧରି ମତେ ମାରିବାକୁ ଆଇଛି ବୋଲି ସେ ଗଦା ବାହାର କର। 10 ଦିଗରେ 10 ପ୍ରକାର ଅସ୍ତ୍ର, ଭୟଙ୍କର ନଖ, ମନୁସାରା ସିଂହତୁଲ୍ୟ ସଟା, ବିକଟାଳ ଦନ୍ତ, ଚକ୍ଷୁର ଜ୍ୟୋତିରେ ସୂର୍ଯ୍ୟଚନ୍ଦ୍ର ନିଷ୍ପ୍ରଭ, ସ୍ୱର୍ଣ୍ଣ କାନ୍ତି, ଭୟଙ୍କର ଶରୀର ଯେତେବେଳେ ବିସ୍ତାର ଲାଭ କଲା ସେତେବେଳେ ଗଦା ଧରି ମାରିବାକୁ ଲାଗିଲା। ଏଇପରି ଭଗବାନ ତ ଆସିଛନ୍ତି ବୀର ରସ ଆସ୍ୱାଦନ କରିବାକୁ। ଦେବତା ମାନେ ସବୁ ଚାରିଆଡେ ସେ ଦୃଶ୍ୟ ଦେଖିବାକୁ ରହିଛନ୍ତି। ଦେବତା ମାନେ କଣ ପୁରା ବ୍ରହ୍ମାଣ୍ଡବାସୀ ସେ ଶବ୍ଦଟା କୋଉଠୁ ଆସିଛି ବୋଲି ଖୋଜି ଖୋଜି ଏଇଠି ସବୁ ଆସି ପହଞ୍ଚିଗଲେ। ତାପରେ ଦେଖିଲେ ଭଗବାନ, ତାପରେ ଯୁଦ୍ଧ ହେଲା ବହୁ ସମୟ ପର୍ଯ୍ୟନ୍ତ। ତା ସହିତ ଯୁଦ୍ଧ କରିକି ତାକୁ ଦୁଆର ବନ୍ଧ ପାଖକୁ ନେଇକି ମାରି, ବ୍ରହ୍ମାଙ୍କର ସେ ବର ସେଇଭଳିଆ ଅଛି। ତା ପେଟର ଅନ୍ତ ପୁଟା ନାଇ ସବୁ ଆଣିଲେ ନିଜ ବେକରେ ସବୁ ଗୁଡେଇକିରି ପିନ୍ଧି, ତାପରେ ଭୟଙ୍କର ଦୃଶ୍ୟରେ ଉଗ୍ର ମୂର୍ତ୍ତି ଅଛନ୍ତି। ଏଇ ସମୟରେ ଅସୁର ମାନେ ଆକ୍ରମଣ କରିବାକୁ ଆସିଲେ। ତାଙ୍କୁ ସେ ଅସୁର ମାନଙ୍କୁ ସବୁ ହାତରେ ନଖରେ ଚିପିକି ଦଳିକି ସବୁ ମାରିଲେ। ଏମିତି କେତେ ମରିବା ପରେ ଅସୁର ଗୁଡାକ ସବ ଦୌଡ଼ିକି ପଳେଇଲେ। ଦେଖିଲେ ଯେତେବେଳେ ଆଉ କିଏ ନାହିଁ, ଶତ୍ରୁ ଶୂନ୍ୟ, ସେତେବେଳେ ତା ସିଂହାସନରେ ଯାଇକି ବସେ। ତଥାପି ସେ ଉଗ୍ର ମୂର୍ତ୍ତି ଭୟଙ୍କର ନିଶ୍ୱାସ ଛାଡୁଛନ୍ତି, ଆଖି ତରାଟିକିରି ଅଦଉଛନ୍ତି। ସେ କ୍ରୋଧରେ କୌଣସି ପ୍ରକାର ମୁହଁର ଭଙ୍ଗୀ ସେ ଶାନ୍ତ ହଉନି, ପରିବର୍ତ୍ତନ ହଉନି। ଏହାପରେ ବ୍ରହ୍ମା ଆସିଲେ, ସ୍ତବ କଲେ, ଶିବ ଆଇଲେ, ତାପରେ ଇନ୍ଦ୍ର ଆଇଲେ, ପ୍ରଜାପତି ମାନେ ଆଇଲେ, ମୁନି ଋଷି ମାନେ ଆଇଲେ, ମନୁ ମାନେ ଆସିଲେ, ନାଗ ମାନେ ଆସିଲେ, ସିଦ୍ଧ ମାନେ ଆସିଲେ, କିମ୍ପୁରୁଷ ମାନେ ଆସିଲେ, କିନ୍ନର ମାନେ ଆସିଲେ, ଚାରଣ ମାନେ ଆସିଲେ, ବିଦ୍ୟାଧର ମାନେ ଆସିଲେ, ନାଗ ଲୋକରୁ ସବୁ ନାଗ ମାନେ ଆସିଲେ, ପିତୃ ଦେବଗଣ ଆସିଲେ। ବ୍ରହ୍ମାଣ୍ଡରେ ଯେତେ ଜାତିର ଜୀବ ଅଛନ୍ତି ସମସ୍ତେ ସ୍ତବ କରି ଗଲେ। ତାପରେ ଶେଷକୁ ବିଷ୍ଣୁ ପାର୍ଷଦ ମାନେ ସ୍ତବ କଲେ। ତଥାପି ସେ ମୁଖ ସେମିତି ଅଛି। ତାପରେ ସମସ୍ତେ କଣ କରିବା, ଆଉ କିଏ ଅଛି, ଲକ୍ଷ୍ମୀ ପଠେଇ, ଲକ୍ଷ୍ମୀ ସେ ସ୍ତବ କରିବା ଦୂରର କଥା, ସେ ଆଗକୁ ହିଁ ଗଲେନି। ଏ ରୂପ ମୁଁ କେବେ ଦେଖିନି, ଶୁଣିନି, ଜାଣିନି। ତାପରେ ଶେଷକୁ ଅନନ୍ୟ ପାୟ ହେଇ ପ୍ରହ୍ଲାଦଙ୍କୁ ପଠେଇ, ପ୍ରହ୍ଲାଦ ଆସିକି ସ୍ତବ କଲେ, ମାଳ ଦେଲେ, ମୁଣ୍ଡିଆ ମାରି ନୃସିଂହ ଦେବତାଙ୍କୁ ଉଠେଇଲେ, ପୁରାନ୍ଦୃତ କଲେ, ମୁଖ ଆସ୍ୱାଦନ କଲେ, ଅଭୟ ହସ୍ତ ରଖିଲେ। ସେତେବେଳେ ସ୍ମିତ ହାସ୍ୟ ଦେଖାଦେଲା। ସେତେବେଳେ ଯାଇକି ତାଙ୍କର କ୍ରୋଧ ଉପଶମ ହେଲା। ତେଣୁ ପ୍ରହ୍ଲାଦ ସେଇଠି ସ୍ତବ କରିବାକୁ ଆରମ୍ଭ କଲେ। ପ୍ରଭୁଜୀ, ଯୋଉମାନେ ସବୁ ସ୍ତବ କରି କରି ଗଲେ, ଏମାନେ କିଏ? ଏମାନେ ସବୁ ବ୍ରହ୍ମାଣ୍ଡର ଉଚ୍ଚ ପଦସ୍ଥ ବ୍ୟକ୍ତି। ଏମାନେ ସ୍ତବ କଲେ, ଆପଣ ସନ୍ତୁଷ୍ଟ ହେଲେ ନାହିଁ। ମୁଁ ଗୋଟେ 5 ବର୍ଷ ଅସୁର ଜନ୍ମ, ତାମସିକ ଯୋନିର ବାଳକ, ମୁଁ କଣ କହିକି ଆପଣଙ୍କୁ ସ୍ତବ କରିବି? ଏଥିରେ ମୁଁ ବୁଝୁଛି ଯେ ଆଭିଜାତ୍ୟ, ଶକ୍ତି, ବିଦ୍ୟା, ବୁଦ୍ଧି, ସୌନ୍ଦର୍ଯ୍ୟ
ତପ, ପୂଜ ये ସବୁ ଆପଣଙ୍କୁ ପାଇବା ପାଇଁ ସକ୍ଷମ ନୁହଁ। କାରଣ ଗଜେନ୍ଦ୍ରର ଏସବୁ କିଛି ନଥିଲା, କେବଳ ଭକ୍ତିରେ ଆପଣ ସନ୍ତୁଷ୍ଟ ହୋଇଥିଲେ। ଭକ୍ତ୍ୟା ତୁତୁଷ ଗଜଯୁକ୍ତ ପାଏ। ଆପଣ ଭକ୍ତି ହିଁ ସନ୍ତୁଷ୍ଟ। ସବୁଠାରୁ ଉଚ୍ଚ କୁଳ ଜାତ ବ୍ରାହ୍ମଣ, ତାର 12ଟା ଗୁଣ ଅଛି, ଦ୍ୱାଦଶ ଲକ୍ଷଣ। ସେ ଦ୍ୱାଦଶ ଲକ୍ଷଣ ଥିଲେ ମଧ୍ୟ ଯଦି ଆପଣଙ୍କର ବିମୁଖ, ସେ ନିଜକୁ ମଧ୍ୟ ପବିତ୍ର କରିପାରେ ନାହିଁ। ତାର କୁଳ, ସଂସାର, ଜଗତ କଥା ଛାଡ଼, ନିଜକୁ ମଧ୍ୟ ପବିତ୍ର କରିପାରିବେ। ଆପଣ ଏ ଜଗତରେ ଆବିର୍ଭୂତ ହେଇଛନ୍ତି, ଆପଣଙ୍କର ଏ ରୂପଟା ମଙ୍ଗଳମୟ, ଭୟଗ୍ରସ୍ତ ନାହିଁ। ଆପଣଙ୍କର ଏ ରୂପଟା ଭୟ ନାହିଁ। ଆପଣଙ୍କ ଜଗତରେ ଅବତୀର୍ଣ୍ଣ ହେଲେ ଜୀବର ମଙ୍ଗଳ। ଆଉ ଭୟ କୁଆଡୁ? ଭୟ ହଉଛି ମାୟା। ଭୟର କାରଣ ହଉଛି ମାୟା। ଏ ଦେହ ଯେତେ ଦିନ ପର୍ଯ୍ୟନ୍ତ ଥିବ ତମକୁ ଭୟ ଆଣିକି ଦଉଥିବ। ଯୋଉ ଦେହକୁ ଭଲ ପାଉଛ, ଯୋଉ ଦେହର ଯତ୍ନ ନେଇଛ, ଏ ଦେହ 2.5 ଦିନ ପାଇଁ ଆଇଛି, କୋଟି କୋଟି ଭୟ ତମକୁ ଦବ ଏ ଦେହ। ସେଥିପାଇଁ ଦେହର ଚିନ୍ତା ଛାଡ, ଦେହର ଯତ୍ନ ନିଅ ନା। ଭୟର ଭୟ କାରଣ ଯିଏ, ତାକୁ ଉପାସନା କର, ତାହେଲେ ଭୟ ଛାଡିବ। ତେଣୁ ଆପଣଙ୍କର ଏ ରୂପ ଭୟଙ୍କର ନାହିଁ, ସେ ଭୟ ହଉଛି ମାୟା, କାଳ। ପ୍ରଭୁଜୀ, ମୁଁ ନିଚ କୂଳରେ ଜନ୍ମ ହେଇଛି, କ୍ଷୁଦ୍ର ଜୀବ, ମତେ କେବେ ଆପଣଙ୍କର ପାଦ ପଦ୍ମକୁ ଡାକିବେ? କେବେ ମତେ ପାର୍ଶ୍ୱଦ ରୂପରେ ଆପଣଙ୍କର ପାଦକୁ ଡାକିବେ? ମୁଁ ସେ ସମୟକୁ ଅପେକ୍ଷା କରିବି। ପିଲାଙ୍କୁ କହୁଥିଲେ ପିଲେ ସୁଖ ପଛରେ ବୁଡାଅ ନା, ତତ ପ୍ରୟାସ ନ କର୍ତ୍ତବ୍ୟ। କାହିଁକି ମନୁଷ୍ୟ ସୁଖ ଚାହୁଁଛି ହରିଭଜନ ପରିତ୍ୟାଗ କରି? ଏ ସୁଖଟା କଣ ନା? କୁଣ୍ଡିଆ। କୁଣ୍ଡେଇଲେ ଆମକୁ ସୁଖ ଲାଗେନି? କୁଣ୍ଡିଆ ସୁଖ, ସଂସାର ସୁଖଟା କୁଣ୍ଡିଆ ସୁଖ। ଜନ ମୈଥୁନ ଆଦି ଗୃହ ବେଜି ସୁଖମ ହି ତୁଚ୍ଛମ। ପିଲାଟା ଧୂଳି ଖେଳିଲେ, ବାଲିରେ ଘର କଲେ ତାକୁ ସୁଖ ଆନନ୍ଦ। ଛୋଟ ପିଲାର ବାଲି ଖେଳଠୁ ଆରମ୍ଭ କରିକିରି ଉଚ୍ଚ ସବୁଠୁ ହଉଛି ମୈଥୁନ, ସ୍ତ୍ରୀ ସଙ୍ଗ। ଏ ତଳୁ ଆରମ୍ଭ କରି ଏ ପର୍ଯ୍ୟନ୍ତ ଯେତିକି ସୁଖ ଅଛି, ସେ ସବୁ କୁଣ୍ଡିଆ ସୁଖ କରିବା। କୁଣ୍ଡେଇ ହେଲେ ଆମକୁ ଯେମିତି ସୁଖ ଲାଗେ, ସେ ସଂସାର ସୁଖ କୁଣ୍ଡିଆ ସୁଖ। ସଂସାର ସୁଖର ନିତ୍ୟତା ନାହିଁ। କୁଣ୍ଡିଆ ସୁଖ ସହିତ କାହିଁକି ତୁଳନା କରାହେଲା? ଭୋଜନ ସୁଖ ସହିତ କରାହେଲାନି? ସଂସାରରେ ଯେତେ ରୋଗ ଅଛି, ରୋଗ ଆସିବା ମାତ୍ରେ କଷ୍ଟ ଦିଏ, ମାତ୍ର କୁଣ୍ଡିଆ ରୋଗଟା କଷ୍ଟ ଦିଏ, ସୁଖ ଦିଏ। କୁଣ୍ଡେଇଲେ ତାକୁ ଖରାପ ଲାଗେ? କାଛୁ ହଉ, ଜାଦୁ ହଉ, ଏକ୍ଜିମା ହଉ, କି କଣ ହେଲେ ଗୋଟେ ପାଣି ଖାଇଯାଇଥିବ, କୁଣ୍ଡଉଥିବ। ଲାଜ ଛାଡି, ଭୟ ଛାଡି କୁଣ୍ଡଉଥିବ। ହାତ ପଛେ କ୍ଳାନ୍ତି ହେଇଯିବ, ସେ କୁଣ୍ଡିଆ ବନ୍ଦ ହବ। କୁଣ୍ଡିଆରେ ଏତେ ସୁଖ ବୋଲି କିଏ କାମନା କରେ? ପ୍ରଭୁ ଯେ ସବୁବେଳେ କୁଣ୍ଡିଆ ମତେ ହଉଛି, କୁଣ୍ଡେଇଲେ ତ ସୁଖ ଲାଗୁଛି। କାହିଁକି? କୁଣ୍ଡିଆ ତ ସୁଖ ଦଉଛି, ସୁଖ ଲୋଡ଼ା ପରା। ଆଉ କୁଣ୍ଡିଆ କାମନା କରୁନ ପ୍ରଭୁ ଯେ କୁଣ୍ଡିଆ ହଉ? ସଂସାର କାହିଁକି କାମନା କରୁଛ? ଅମୁକ ଦିଅ, ଧନ ଦିଅ, ଜନ ଦିଅ, ପୁତ୍ର ଦିଅ, ତା ଦ୍ଵାରା କଣ ହବ ଜାଣି? କୁଣ୍ଡିଆଟା ଯେମିତି କୁଣ୍ଡେଇଲେ ଖରାପ, ସେଗୁଡାକ ମଧ୍ୟ ଖରାପ। ତା ଦ୍ଵାରା ବନ୍ଧନାଙ୍କ ସୃଷ୍ଟି ହବ, ଆଉ କିଛି ନାହିଁ। ତେଣୁ ପ୍ରଭୁଜୀ ଏ ସୁଖ ପଛରେ ମୁହ୍ୟମାନ ହେଇକିରି ଜୀବ ଆପଣଙ୍କୁ ବିସ୍ମୃତ ହୁଏ। ମୁଁ ଜାଣିଛି ଏ ଜଗତ ଅନିତ୍ୟ, ଅସାର। ଏପରି ବହୁତ କେତେଟା 43ଟା ଶ୍ଲୋକ ପ୍ରଭୁ
ପ୍ରହ୍ଲାଦ ସ୍ତୋକ ଭାଗବତରେ ସବୁଠୁ ବଡ ସ୍ତବ, ସବୁଠୁ ବଡ ସ୍ତବ। ପ୍ରହ୍ଲାଦଙ୍କର ସ୍ତବ ଶୁଣିବା ପରେ ନୃସିଂହଦେବ ତୁଷ୍ଟ ହେଇଗଲେ, ପୁରା ପ୍ରୀତ ହେଇଗଲେ। କହିଲେ ପ୍ରହ୍ଲାଦ ଏ ସ୍ତବ ଯିଏ ଗାନ କରିବ, ତୁମର ଏ ସ୍ତବ ପାଠ କରିବ, ମୁଁ ତାକୁ କୃପା କରିବି। ପ୍ରହ୍ଲାଦ ଆଉ ଗୋଟେ କଥା କହିଲେ ସ୍ତବରେ କଣ ନା, ଆପଣ ତ ଜଗତକୁ ଆଇଛନ୍ତି ମଙ୍ଗଳମୟ, ଜଗତବାସୀ ଆପଣଙ୍କୁ ଚିହ୍ନି ରଖିବେ, ଆପଣଙ୍କର ଭକ୍ତି ବିଘ୍ନ ବିନାଶନ। ଆପଣ ହଉଛନ୍ତି ବିଘ୍ନ ବିନାଶନ, ଭକ୍ତି ବିଘ୍ନ ବିନାଶନ। ସେଥିପାଇଁ ନୃସିଂହ ସ୍ମରଣ କରାଯାଏ, ଭକ୍ତିର ବିଘ୍ନକୁ ନଷ୍ଟ କରିବା ପାଇଁ। ହେ ପ୍ରହ୍ଲାଦ, ମୁଁ ତମ ସ୍ତବରେ ସନ୍ତୁଷ୍ଟ ହେଇଛି, କିଛି ବର ମାଗିନି। ପ୍ରହ୍ଲାଦ କହିଲେ ମତେ ଆଉ ଥରେ ଲୋଭ ସଂସାରରେ ପକଉଛନ୍ତି ଆଣିକିରି, ମତେ ଲୋଭାନ୍ବିତ କରନ୍ତୁ ନାହିଁ। ବର କଣ ହବ ମୁଁ ନେଇକିରି? ଆପଣଙ୍କୁ ସେବା କରିବା ମୋର କର୍ତ୍ତବ୍ୟ, ସେବା ତ କରୁଛି କରିବି, ସେବା କରିବା ପାଇଁ ଅଛି କଣ ନେବି ମୂଲ? ଏ ବରଟା ମୂଲ, ବେପାରୀ ଭୃତ୍ୟ ସବଇ ବଢି, ଯିଏ ଆପଣଙ୍କୁ ସେବା କରି ତା ପ୍ରତିବଦଳରେ ପୁରସ୍କାର ନିଏ, ସିଏ ବେପାରୀ, ସେ ଭୃତ୍ୟ ନାହିଁ। ବେପାରୀ ଯେମିତି ତେଲ ଦେଇ ଲୁଣ ନିଏ, ଚାଉଳ ଦେଇ ଡାଲି ନିଏ, ଦେଣ ନେଣ ଦିଆ ନିଆ, ଇଏ ସେବା ହିଁ ସେବା ମୋର, ନିଷ୍କାମ। ତେଣୁ ମତେ ଆଉ ଏ ବର ଦେଇ ଲୋଭାନ୍ବିତ କରନ୍ତୁ ନାହିଁ। ଯଦି ଆପଣ ବର ଦେବାକୁ ଚାହୁଁଛନ୍ତି, ଯୋଉ ପିତା ମୋର ଜୀବନ ସାରା ଆପଣଙ୍କ ପ୍ରତି ବିଦ୍ୱେଷ କରୁଥିଲେ, ସେ ଉଦ୍ଧାର ହେଇଯାଆନ୍ତି। ଯଦି ବର ଦେବାକୁ ଚାହୁଁଛ ତାକୁ ଉଦ୍ଧାର କର। ପ୍ରହ୍ଲାଦ ଭଗବାନ କହିଲେ, ତୋର 21 କୂଳ ଉଦ୍ଧାର ହେଇସାରିଲେଣି। ତମ ଭଳିଆ ମହାଭାଗବତ ଯୋଉ କୂଳରେ ଜନ୍ମ ହେଇଛି, ସେ 21 ପୁରୁଷ ଉଦ୍ଧାର ହେଇସାରିଲେଣି, କରିବ କି ନାହିଁ? ବର୍ତ୍ତମାନ ତୁମ ପିତାର ଅନ୍त्यେଷ୍ଟି କ୍ରିୟା ତୁମେ ଯାଇକିରି କର। ଆଉ ଅନ୍त्यେଷ୍ଟି କ୍ରିୟା କରିବା ପରେ ଦୈତ୍ୟ କୂଳର ଇନ୍ଦ୍ର, ଦୈତ୍ୟ କୂଳର ନେତା ହେଇକି ତୁମେ ଆଉ ବାକି ସମୟ ଏ ମନୁନ୍ତର ଯେତିକି ଗଲାଣି ଗଲାଣି, ଏ ମନୁନ୍ତର ଶେଷ ପର୍ଯ୍ୟନ୍ତ ତୁମେ ଦୈତ୍ୟ କୂଳର ରାଜା ହେଇକି ଚଳାଅ। ତାପରେ ତମେ ମୋ ପାଖକୁ ଆସ, ନିତ୍ୟ ପାର୍ଶ୍ୱଦ ରୂପରେ ମୋ ଧାମକୁ ଆସ। ତାପରେ ବ୍ରହ୍ମା ଆଇଲେ, ଟିକେ ଭୟ ମୁକ୍ତ ହେଇକି ଆଉଥରେ ଆଇଲେ। ପ୍ରଭୁଜୀ, ମୁଁ ଆଗା ବର ଦେଇଛି, ବଢିଆ କାମ କରିଥିଲ, ସାପକୁ କ୍ଷୀର ଦଉଛ, ଆଜିଠୁ ଆଉ କେବେ ହେଲେ ଅସୁରଙ୍କୁ ଏଇଠି ବର ଦେବନି ମନ ଇଚ୍ଛା, ମନ ଇଚ୍ଛା ବର ଦେବନି। କହି ନାହିଁ ଅମୃତ ଯଥା, ଏ କଥା କହି ଭଗବାନ ଅଦୃଶ୍ୟ ହେଇଗଲେ। ତାପରେ ଶୁକ୍ରାଚାର୍ଯ୍ୟ ପଳେଇଲେ, ବ୍ରହ୍ମା ଶୁକ୍ରାଚାର୍ଯ୍ୟଙ୍କୁ ନେଇ ପ୍ରହ୍ଲାଦକୁ ରଜା ପଦରେ ଅଭିଷିକ୍ତ କଲେ। ପ୍ରହ୍ଲାଦ ହଉଛନ୍ତି ମିଶ୍ର ସିଦ୍ଧ, ନିତ୍ୟ ସିଦ୍ଧ, ସାଧନ ସିଦ୍ଧ, ଦିଟା ପ୍ରହ୍ଲାଦର ମିଶ୍ରଣ। ନିତ୍ୟ ସିଦ୍ଧ ତାଙ୍କର ନିତ୍ୟ ପାର୍ଶ୍ୱଦ, ସାଧନ ସିଦ୍ଧ କୌଣସି ଏକ ଜୀବ ନୃସିଂହ ଚତୁର୍ଦ୍ଦଶୀ ପାଳନ କରି ପ୍ରଭାତ ଜନ୍ମ ପାଇଲେ। ତେଣୁ ଏଇଠି ଯୁଧିଷ୍ଠିର ମହାରାଜ ପଚାରିଥିଲେ, ପ୍ରହ୍ଲାଦ ଚରିତ୍ର ଶୁଣି କାହିଁକି ଦ୍ରୋହ ଆଚରଣ କଲା? ଯୁଧିଷ୍ଠିର ମହାରାଜଙ୍କୁ ଶୁଣିଲା ପରେ ନାରଦ ମୁନି କହିଲେ, ମହାରାଜ ଆପଣ ଭାଗ୍ୟବାନ, ଆପଣଙ୍କର ପରିବାର ଭାଗ୍ୟବାନ। କାହିଁକି ନା ଆପଣଙ୍କ ଘରେ ସାକ୍ଷାତ ବ୍ରହ୍ମ ବାସ କରୁଛନ୍ତି, ଗୂଢଂ ପରମ ବ୍ରହ୍ମ ମନୁଷ୍ୟ ଲିଙ୍ଗ, ମନୁଷ୍ୟ ରୂପରେ। ତେଣୁ
ଭଗବାନଙ୍କର ଦର୍ଶନ ପାଇଁ ମୁନି ଋଷି ସାଧୁ ସନ୍ଥ ସମସ୍ତଙ୍କର ଯାତାୟାତ ଆପଣ ଘରକୁ ଲାଗିଥାଏ। ଲୋକେ ବତ ଭୂରି ଭାଗା ଏ ମନୁଷ୍ୟ ଲୋକରେ ଆପଣ ମାନେ ଭାଗ୍ୟବାନ। ଯଥେଷ୍ଟ ମହାଦେବଙ୍କର ସନ୍ତୁଷ୍ଟ ହେଲେ ଜାଣି ସେଥିପାଇଁ ସାଧୁ ମୁଖରୁ ସବୁବେଳେ କଥା ଶ୍ରବଣ କରିବାକୁ ହବ। କଲେ ବହୁ ସନ୍ଦେହ ସମାଲୋଚନା ଏସବୁ ଦୂର, ମନ ଉଜ୍ଜଳ ହବ, ହୃଦୟ ପବିତ୍ର ହବ, ଜୀବ ପାପ ମୁକ୍ତ ହବ। ସାଧୁ ଦ୍ରୋହୀ ହେଇକିରି ବିଷୟ ବାସନା କରିବାକୁ ବିଷ୍ଣୁ ଧନ ଭୋଗ କରି ଯାଇଥିବ, ସେଇଠୁ ଯମଦୂତ ଆସିବ ଅକ୍ଷୟ ନରକରେ ଯାଇଥିବ। ଇଏ ହଉଛି ସଂସାର ଭୋଗର କରୁଣ ପରିଣତି। ପ୍ରଭାତ ମହାରାଜଙ୍କ ପରି ଗର୍ଭରୁ କିଏ ଭକ୍ତ ହବ? ଯାଇକିରି ହଉନି। ସୁଖ ପ୍ରଭାତ ଗୁଡା ଗର୍ଭରୁ ଭକ୍ତ। କାଲି କହିଥିଲି ଭକ୍ତିର ସାର୍ବଭୌମତ୍ଵ ଭକ୍ତି ବ୍ୟବସ୍ଥାରେ ମଧ୍ୟ ହବ। ଭକ୍ତି ପାଇଁ ନୀତି ନାହିଁ, ନିୟମ ନାହିଁ। ସମକ ପାଇଁ ସମକ ପାଇଁ କଣ୍ଡିସନ ଅଛି। ଧ୍ରୁବ ମହାରାଜ, ପ୍ରହ୍ଲାଦ ମହାରାଜ, ସୁଖଦେବ ଏମାନେ ସବୁ ଗର୍ଭରୁ ଭକ୍ତ। ଧ୍ରୁବ ମହାରାଜ ଶୈଶବରେ ଭକ୍ତ, ଅମ୍ବରୀଶ ମହାରାଜ ଯୌବନରେ ଭକ୍ତ, ଧୃତରାଷ୍ଟ୍ର ବାର୍ଦ୍ଧକ୍ୟରେ ଭକ୍ତ, ଚିତ୍ରକେତୁ ସ୍ୱର୍ଗରେ ଭକ୍ତ, ନାରଦୀଗଣ ନର୍କରେ ଭକ୍ତ। ତେଣୁ ଜନ୍ମଠୁ ମରଣ ବିକାଳ ପରଲୋକ ଭିତରେ ଯେକୌଣସି ସମୟରେ ଭକ୍ତି ଜାତ ହବ। ଭକ୍ତିର ସ୍ଥାନ କାଳ ପାତ୍ର ନାହିଁ। ତେଣୁ ପ୍ରହ୍ଲାଦର ଶିକ୍ଷାରେ ଗୋଟେ ବଡ ଶିକ୍ଷା, ସବୁଠୁ ଗୋଟିଏ ଶିକ୍ଷା ମିଳିଲା, 5 ବର୍ଷ ବୟସରେ ହରିଭଜନ କରିବାକୁ ହବ, ନହେଲେ ପ୍ରମାଦ। ଆଉ ହରିଭଜନ ହବନି। ଯେତେ ଉଚ୍ଚକୁ ଯିବ ହରିଭଜନ ଦୂରେଇ ଯିବ, ଆଉ ସମ୍ଭବ ହବ। ହଉ, ଏଇଠି ଆଜିର କଥା, ବିଶ୍ରାମ ଦିଆଗଲା। ଆସନ୍ତା କାଲି ଆଉ ନୂତନ ଚରିତ୍ର ଆଲୋଚନା। বন্ধ করে